ଯଦି ଚାମିଲି ଭିଡିଓ କରିବାର ଆଦି ଅପରାଧ ଆପଣ ଭାବୁଛନ୍ତି, ଯେତେବେଳେ ଗୋଟେ ସରପଞ୍ଚ ଗୋଟେ ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହଉଛନ୍ତି, ସେତେବେଳେ ତା ଭିତରକୁ କୌଣସି ବ୍ୟକ୍ତି ଯିବା ଉଚିତ ନଥିଲା। କିନ୍ତୁ କୋଉଠୁ ବିସ୍ଫୋରକ ରୂପ ନେଲା, କାହିଁକି ବିସ୍ଫୋରକ ରୂପ ନେଲା, ଏ ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ଅଛି କି? ମତେ 7-8 ଜଣ ଆଟାକ୍ କରିବା ଏବଂ ବିଧାୟକଙ୍କର ଲୋକ କହିକି ସେମାନେ କହିଲେ ଯେ ବିଧାୟକଙ୍କର ଲୋକ ଆମେ, ପୁରା ଡାଇରେକ୍ଟ ତାଙ୍କ ନାଁ ନେଇକି ପୁରା ମତେ ମାଡ଼ ମାରିଲେ ଏବଂ 2 ଜଣ ଉପସ୍ଥିତ ଥିଲେ ତାଙ୍କରି ଆଗରେ ମତେ ଯୋଉ ବାଡେଇଲେ ମୁଁ ମରି ଯାଇଥିଲି, ପୁରା ମରି ଯାଇଥିଲି। ସେ ଖବର ବି ପ୍ରସାରଣ ହେଇଛି, ତା ବାବଦରେ ଏଫଆଇଆର ହେଲା। ଏଫଆଇଆର ରେ ଯୋଉ 7 ଜଣଙ୍କ ନାଁରେ ଏଫଆଇଆର ହେଇଥିଲା, ସେ 7 ଜଣରୁ କାହାକୁ ପୋଲିସ ଧରିଲାନି। ସରକାର ସିନା କହୁଛନ୍ତି ଯେ ବିକଶିତ ଗାଁ ବିକଶିତ ଓଡିଶା, ସବକା ସାଥ ସବକା ବିକାଶ, କିନ୍ତୁ କଣ ଏ ବିକାଶ? ଆପଣ ତ ଗୋଟେ ସରପଞ୍ଚ ପ୍ରତିନିଧିଙ୍କୁ ଯାଇ ମାରୁଛନ୍ତି, ତାଙ୍କୁ ତାଙ୍କର କ୍ଷମତାରୁ ପୁରା ସଂକୁଚିତ କରୁଛନ୍ତି, ତାଙ୍କୁ ମାନେ ଅସହଯୋଗ କରୁଛନ୍ତି ବ୍ଲକ ସ୍ତରରେ। ତାହେଲେ ଏସବୁ କାହିଁକି? ତେଣୁ ତାଙ୍କୁ କୁହାଯାଉଛି ସେ ରିଲ ସରପଞ୍ଚ, ରିଅଲ ସରପଞ୍ଚ ନୁହଁ। ରିଲ ପର୍ଯ୍ୟନ୍ତ ତାଙ୍କ ଯୋଉ ଦେଖାବାଟା ସୀମିତ। ଆଉ ତାଙ୍କୁ କୁହାଯାଉଛି ଯେ ସେ ଏମିତି ଭିଡିଓ କରିକି ଯୋଉ ବିଭିନ୍ନ ଅଫିସକୁ ଯାଇକି ଗୋଟେ ବ୍ଲାକମେଲ କରନ୍ତି କି ସେମାନଙ୍କୁ ଟ୍ରାପରେ ପକେଇବାକୁ ଚେଷ୍ଟା କରନ୍ତି ନିଜ କାମ ହାସଲ ପାଇଁ ବୋଲି କୁହାଯାଉଛି। এটা କେତେ ଦୂର ସତ ହେଇଥାଇପାରେ? ମୁଁ ତାକୁ ପଚାରିଲି ପର୍ସନାଲି, ଆକ୍ଚୁଆଲି ଘଟଣାଟା କଣ ହେଇଥିଲା। ସେ ତ କହିଲା, ତାପରେ ମୁଁ ଯୋଉ କହିଲା ଯେ ଭାଇ ମତେ ବହୁତ ମାରିଛନ୍ତି ହେଲା। ତାକୁ ଯେତେବେଳେ ମୁଁ ଉଠେଇକି ନଉଥିଲି, ମୁଁ ନିଜେ ବି ସେ ସବୁ ଉଠେଇ ପାରୁନଥିଲା, ତା ଗୋଡଟା ମୁଁ ନିଜେ ଗୋଡ ଉଠେଇକି ତା ବେଡ ଉପରେ ବି ରଖିଲି। ମୁଁ କହିଲି ଶୁଅ ଆରାମସେ, କିଛି ଅସୁବିଧା ହବନି, ଦେଖିବା କଣ ହେଇଛି କଣ ନାହିଁ ଦେଖିବା। ଏକଥା କହିଲା। ସେ କିନ୍ତୁ ମତେ କହୁଥାଏ ଭାଇ ମତେ ବହୁତ ମାରିଛନ୍ତି। ମୁଁ କହିଲି କୋଉଠି ମାରିଲେ? ଆମେ ତ ଭିଡିଓରେ କୋଉଠି ଦେଖିପାରିଲୁନି ସେଠି ଯୋଉ ସେ ଜାଗାରେ ମାରିବା। ନା ଭାଇ ସେ ଜାଗାରେ ମତେ ମାରିନାହାନ୍ତି, କିନ୍ତୁ ମତେ ସେଠି ବ୍ୟବହାର ଖରାପ କରିବା ସହିତ ସବୁ କଲେ। କିନ୍ତୁ ମତେ ଗାଡିରେ ଆଣିଲା ବେଳେ ମତେ ଥାନା ଷ୍ଟାଫ ମତେ ଗାଡିରେ ମାରିଛନ୍ତି। ଧକ୍କା କହୁଣୀ ମୁଖୀ ଏବଂ ବିଧା ଇଏ ଫିଏ ମତେ ମାରିଛନ୍ତି ଭୟାନକ। ଯେତେବେଳେ କହିଲେ, ମୁଁ କହିଲି ଏଟା କଣ ଠିକ କଥା? ନମସ୍କାର। ଚର୍ଚ୍ଚାରେ ଚାମେଲି ଓଝା ଗୋଟିଏ ପରେ ଗୋଟିଏ ଚାପ୍ଟର ଖୋଲୁଛି ଚାମେଲିଙ୍କୁ ନେଇକି। କେମିତି ଏ ଘଟଣା ଘଟିଥିଲା, କେଉଁଠୁ ଏ ଘଟଣାର ସୂତ୍ରପାତ ହେଇଥିଲା, ଏ ଘଟଣାରେ କୋଉମାନଙ୍କର ସମ୍ପୃକ୍ତିର ସନ୍ଦେହ ଅଛି, କାହିଁକି ଚାମେଲିଙ୍କୁ ଜେଲ ଯିବାକୁ ପଡ଼ିଲା, ଏ ସବୁ ଘଟଣାକ୍ରମ ବିଷୟରେ ଆଲୋଚନା କରିବା। ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ଆମ ସହ ଅଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସରପଞ୍ଚ ସଂଘର ସମ୍ପାଦକ ସଞ୍ଜୟ କୁମାର ସେଠୀ, ଏହି ସଂଘର ଜିଲ୍ଲା ସରପଞ୍ଚ ସଂଘର ସଭାପତି ଅଛନ୍ତି ଚାମେଲି ଓଝା। ବହୁତ କ୍ଲୋଜଲି ଉଭୟ କାମ କରିଛନ୍ତି। ଚାମେଲିଙ୍କର କାମ ବିଷୟରେ ସଞ୍ଜୟ ବାବୁ ଭଲ କି ଜାଣନ୍ତି। ତେଣୁ ଏ ପୁରା ଘଟଣାକ୍ରମ ବିଷୟରେ ଆଲୋଚନା କରିବା। ସଞ୍ଜୟ ବାବୁ, ଆପଣଙ୍କୁ ନ୍ୟୁଜ ରୁମକୁ ସ୍ୱାଗତ। ନମସ୍କାର ସମସ୍ତଙ୍କୁ। ଆକ୍ଚୁଆଲି ଆପଣ ଯୋଉ କହିଲେ କି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବର୍ତ୍ତମାନ ଚାମେଲି ଓଝା ସରପଞ୍ଚ, ଯୋଉ ସାରା ଓଡିଶାରେ ନୁହଁ ସାରା ଭାରତ ବର୍ଷରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ସମସ୍ତଙ୍କ ଭିତରେ ଚର୍ଚ୍ଚା ଚାଲିଛି କି ଚାମେଲି ଓଝା ଜଣେ ଭଲ ସରପଞ୍ଚ ଏବଂ ମହିଳା ସରପଞ୍ଚ, ଏବଂ ତାଙ୍କ ପ୍ରତି ଯୋଉ ଅନ୍ୟାୟ ହେଇଛି ବର୍ତ୍ତମାନ ତ ସବୁ ଆପଣ ମାନେ ଦେଖିପାରୁଛନ୍ତି। ପ୍ରଥମ ତ କହିବାକୁ ଗଲେ କୋଉଠୁ ଷ୍ଟାର୍ଟ ହେଇଥିଲା ନା, ଯୋଉଦିନ ସେ ଯୋଉ ଏନକ୍ରୋଚମେଣ୍ଟ କୁ ଯୋଉ ବିରୋଧ କରିଥିଲା, ଯାହା ଏନକ୍ରୋଚମେଣ୍ଟ ଯୋଉମାନେ କରିଛନ୍ତି ବା ସରକାରୀ ଜମିକି ଯୋଉମାନେ ଜବରଦଖଲ କରିକି ଯୋଗାନ ବଜାର କିଛି କରିଛନ୍ତି ବା ତାଙ୍କର ଗୁଜୁରାଣ ମେଣ୍ଟଉଥିଲେ, ସେଇମାନଙ୍କ ନାଁରେ ସରକାର ନୋଟିସ କରିଥିଲା ଯେ 126 ଜଣଙ୍କ ନାଁରେ ନୋଟିସ ହେଇଥିଲା। ସେ 126 ଜଣଙ୍କ ନୋଟିସ ହେଇଥିଲେ ଆସି ସରକାର ଏନକ୍ରୋଚମେଣ୍ଟ ଭାଙ୍ଗିବା ପାଇଁ ପୋଲିସ ପ୍ରଶାସନ ସହିତ ଯେତେବେଳେ ଜେସିବି ନେଇକି ଆସିଥିଲେ ଭାଙ୍ଗିବା ପାଇଁ, ସେତେବେଳେ ଆଜ ଏ ସରପଞ୍ଚ ହିସାବରେ ଯେହେତୁ ଏ ଲୋକ ପ୍ରତିନିଧି ପଞ୍ଚାୟତର ସମସ୍ତ ଦୁଃଖ ସୁଖର ସାଥୀ ଏବଂ ସମସ୍ତ ସମସ୍ୟା ସମୟରେ ଯେ ଲୋକମାନଙ୍କ ବା ଜନସାଧାରଣଙ୍କ ସହିତ ସେ ଜଡିତ ରୁହନ୍ତି, ଏବଂ ସେଇ ହିସାବରେ ଯେହେତୁ ଗୋଟେ ସମସ୍ୟା ଏବଂ ସରକାରର ବଳପୂର୍ବକ ଗୋଟେ ଏନକ୍ରୋଚମେଣ୍ଟ ବା ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ଯେତେବେଳେ ସମସ୍ତେ ସରକାରୀ ଅଧିକାରୀ ପହଞ୍ଚିଛନ୍ତି ସେଇଥିରେ ସେଠାରେ, ଅସୁବିଧା କଣ ସିଏ ହେଲା? ସେ ତ ଲୋକଙ୍କ ପାଇଁ ନିଜର କୌଣସି ଜାଗା ନଥିଲା। ଲୋକଙ୍କ ପାଇଁ ସେ ଭିତରେ କିଛି ସାଧାରଣ ଲୋକ ଥିବେ ଯୋଉମାନଙ୍କର ଦୋକାନଟେ ଯାଉଥିବ, ସେଇଥିପାଇଁ ଆରମ୍ଭ ହେଇଥିଲା। ଏଇଠି କଣ ସଞ୍ଜୟ ବାବୁ, ଏଇଠି କଣ ସେଇ ପ୍ରଶାସନିକ ଅଧିକାରୀ ମାନଙ୍କ ଇଗୋ ହଟ୍ ହେଇଥିଲା ବୋଲି ଭାବୁଛନ୍ତି କି? ନିଶ୍ଚିନ୍ତ ତ କହିବା ସେଟା ଯେ ସରକାରୀ ଅଧିକାରୀଙ୍କର ଇଗୋ ନିଶ୍ଚିନ୍ତ ହଟ୍ ହେଇଥିବ। କାହିଁକି ନା ଜଣେ ସାଧାରଣ ମତଲବ ଏକ ଲୋକ ପ୍ରତିନିଧି ବା ସରପଞ୍ଚ ପଞ୍ଚାୟତର ମୁଖ୍ୟ ସିନା ସାମ୍ବିଧାନିକ ବ୍ୟବସ୍ଥା ଭିତରେ ସରପଞ୍ଚଙ୍କୁ ମାନେ କଣ କହନ୍ତିନି ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି, କିନ୍ତୁ ସେ କ୍ଷମତାଟାକୁ ବର୍ତ୍ତମାନ ଯୋଉ ସରକାର ବର୍ତ୍ତମାନ ଆସୁଛନ୍ତି, ପୂର୍ବ ସରକାର ହଉ ବର୍ତ୍ତମାନ ସରକାର ହଉ, ସମସ୍ତେ
ଯିଏ ଏବେ ବର୍ତ୍ତମାନ ରାଜନୈତିକ ମାନେ ଅଭିସନ୍ଧି ରଖିକି ବର୍ତ୍ତମାନ ସେ କଣ କହନ୍ତି ଲୋକ ପ୍ରତିନିଧି ମାନଙ୍କର ଯୋଉମାନେ ସରପଞ୍ଚ ହୁଅନ୍ତୁ, ତ୍ରିସ୍ତରୀୟ ନିର୍ବାଚନରେ ଯୋଉମାନେ ଲଢୁଛନ୍ତି, ସରପଞ୍ଚ କ୍ଷମତାକୁ ସଂକୁଚିତ ହୁଅନ୍ତୁ, ସମିତି କରାଯାଉଛି ବୋଲି ସଭ୍ୟ ଆପଣ ହୁଅନ୍ତୁ ବା କହୁଛନ୍ତି। ଆଜ୍ଞା, ସଂସ୍କୃତ କରାଯାଉଥିବା ସମୟରେ ଯେତେବେଳେ ପବ୍ଲିକଙ୍କ ସହିତ ସିଏ ଯେତେବେଳେ ଏକଜୁଟ ହେଇ ଗୋଟେ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିଛି, ସେତେବେଳେ ନିଶ୍ଚିନ୍ତ ଭାବେ ମାନେ କଣ କହନ୍ତି ବ୍ୟାକଫୁଟକୁ ଆସିଛି କିଏ ନା ସରକାରୀ କର୍ମଚାରୀ ଏବଂ ପୋଲିସ ପ୍ରଶାସନ ଆସିଛି। ଏବଂ ତାର କହିବା କଥା ଯେ ଯଦି 126 ଜଣଙ୍କ ନାଁରେ ନୋଟିସ ହେଇଛି, ତାହେଲେ 126 ଜଣଙ୍କର ଏନକ୍ରୋଚମେଣ୍ଟ ଯଦି ସରକାରୀ ଜମି ଉପରେ ବା ସରକାରୀ ଜାଗା ଉପରେ ଯଦି ସେମାନେ ଓକେ ଦୋକାନ ବଜାର ଓକେ, କରି ତାଙ୍କ ପ୍ରଥମ ଗୁଜୁରାଣ ଦୃଶ୍ୟ ମେଣ୍ଟଉଛନ୍ତି, ଆପଣଙ୍କ ତାହେଲେ କହିବା ଅନୁସାରେ ବହୁତ ଲୋକ ଭାବୁଛନ୍ତି ଯେ ବିଡିଓଙ୍କ ରୁମ ରୁ କିମ୍ବା ସେ ଗେଟ୍ ପାଖରେ ସବୁ ହେଲା, କିନ୍ତୁ ଆପଣ ମାନେ ଯୋଉମାନେ କ୍ଲୋଜଲି କାମ କରିଛନ୍ତି, ଆପଣ ମାନଙ୍କ ଅବଜରଭେସନ ହେଲା ଯେ ୟା ପୂର୍ବରୁ ଏନକ୍ରୋଚମେଣ୍ଟ ଜବରଦଖଲ ଉଚ୍ଛେଦ ଯେତେବେଳେ ହଉଥିଲା, ସେଇଠୁ ହିଁ ଗୋଟେ ଇଗୋ ଇସ୍ୟୁ ହେଇଥିଲା। ସେଇଠି ପ୍ରଶାସନିକ ଅଧିକାରୀ ମାନଙ୍କୁ ଟିକେ ଖଟକିଥିଲା, ସେଇଠି ତାଙ୍କୁ ଟିକେ ଠେସ ପହଞ୍ଚିଥିଲା, ସେଇଠୁ ଆରମ୍ଭ ହେଇଥିଲା। ଏବେ ଦ୍ୱିତୀୟ ଦୃଶ୍ୟ ଯୋଉଟାକୁ ନେଇକି ବର୍ତ୍ତମାନ ସମସ୍ତେ ଭାବୁଛନ୍ତି ଯେ ସେଇ ଭିଡିଓଙ୍କ ରୁମ ଭିତରେ ହିଁ କିଛିଟା ହେଇଥିଲା, ସେଇ ସିନ୍ ଉପରକୁ ଟିକେ ଆସିବା। ଆପଣଙ୍କର କିଛି ସହଯୋଗୀ ସରପଞ୍ଚ ଯୋଉମାନେ ସେ ଭିତରେ ଥିଲେ, ସେମାନଙ୍କ ସିଧାସଳଖ ପ୍ରେସମିଟ ରେ କହିଛନ୍ତି ଯେ ଭିତରେ ଏମିତି କିଛି ହେଇନଥିଲା, କିନ୍ତୁ ଭିତରେ ଏମିତି କିଛି ହେଇଥିଲା ଯୋଉଟା କି ପରେ ବିସ୍ଫୋରକ ରୂପ ନେଲା, ଗେଟ ରେ ସେଟା ଗୋଟେ ହଙ୍ଗାମାର ରୂପ ନେଲା। ତ ସେ ଭିତରେ କଣ ଜିନିଷଟା ହେଇଥିଲା, ଆଉ ଆପଣଙ୍କ ଅନୁସାରେ ସେଠି ଭୁଲଟା କାହାର ରହିଲା, କଣ ଭୁଲ ରହିଲା ସଞ୍ଜୟ ବାବୁ? ଯାହା ଏବେ ଅନୁମାନ କରାହଉଛି ଆପଣଙ୍କ କହିବା ଅନୁସାରେ, ଯଦି ସେ ଯେତେବେଳେ ବିଡିଓଙ୍କ ଚାମ୍ବର ଭିତରେ କଣ ଘଟିଥିଲା, ତା ପୂର୍ବରୁ ଗୋଟେ ସାଧାରଣ ସରପଞ୍ଚ ଭାବରେ ମୁଁ କହିବାକୁ ଚାହେଁ ଯେ ଆକ୍ଚୁଆଲି ଗୋଟେ ସରପଞ୍ଚ ଟିଏ ଯେତେବେଳେ ପଞ୍ଚାୟତର ସମସ୍ୟା ନେଇକି ବିଭିନ୍ନ ସମୟରେ ପଞ୍ଚାୟତର ଡେଭଲପମେଣ୍ଟ ୱାର୍କ ହଉ ବା ଅନ୍ୟାନ୍ୟ ମାନେ କଣ କହନ୍ତିନି ହିତାଧିକାରୀଙ୍କର ଯୋଉ ମାନେ କଣ କହନ୍ତି ସ୍କିମ ଉପରେ, ଯୋଉଟା ଗଭର୍ଣ୍ଣମେଣ୍ଟର ସ୍କିମ ଉପରେ ହିତାଧିକାରୀଙ୍କର କେମିତି କଣ ସେମାନେ ସୁବିଧା ସୁଯୋଗ ପାଇବେ, ତା ଉପରେ ହଉ ବିଭିନ୍ନ ସମସ୍ୟା ନେଇକି ଯେତେବେଳେ ପଞ୍ଚାୟତ ସମିତିକୁ ସେ ଯାଇଥାନ୍ତି, ମାନେ ପଞ୍ଚାୟତ ସମିତି ମେମ୍ବର ହିସାବରେ ବିଡିଓଙ୍କ ପାଖକୁ ଯାଆନ୍ତୁ ବା ବ୍ଲକର ଅନ୍ୟାନ୍ୟ ଅଧିକାରୀଙ୍କ ପାଖକୁ ଯାଆନ୍ତି, ସେତେବେଳେ ବିଭିନ୍ନ ପ୍ରକାର ଅସହଯୋଗ ମାନେ କଣ କହନ୍ତିନି କରାଯାଇଥାଏ ପ୍ରଶାସନିକ ଅଧିକାରୀ ତରଫରୁ, ବା ବିଡିଓ ହୁଅନ୍ତୁ ବା ଅନ୍ୟାନ୍ୟ ଅଧିକାରୀ ହୁଅନ୍ତୁ, ଡିପାର୍ଟମେଣ୍ଟାଲି ସବୁ ପ୍ରକାର ସମସ୍ୟା ଆମକୁ ଦେଖିବାକୁ ପଡିଥାଏ। ହୁଁ। ସେଦିନର ବିଡିଓଙ୍କ ରୁମ ରେ ଯୋଉ ଜିନିଷକୁ ନେଇକି ଆପତ୍ତି ହେଇଥିଲା, କିମ୍ବା ଗୋଟେ ମୁହାଁମୁହିଁ ସ୍ଥିତି ହେଇଥିଲା, କିମ୍ବା ଯାହା ଦ୍ୱାରା ପରବର୍ତ୍ତୀ ଅବସ୍ଥାରେ ଗେଟ୍ ପାଖରେ ଗୋଟେ ଉଗ୍ର ରୂପ ନେଲା, ସେ ଘଟଣାଟା କଣ ହେଇଥିଲା? ଚାମେଲି ଏମିତି କଣ କରିଥିଲେ ଯେ ଯାହାକୁ ନେଇକି ଉତ୍ତ୍ୟକ୍ତ ହେଇଥିଲେ ପ୍ରଶାସନିକ ଅଧିକାରୀ? ନା ବର୍ତ୍ତମାନ ତ ଆପଣ ଦେଖିପାରୁଥିବେ, ବର୍ତ୍ତମାନ ମିଡିଆରେ ବର୍ତ୍ତମାନ ଫ୍ଲାସ ହେଇଗଲାଣି, ଅଲରେଡି ଖବର ବାହାରକୁ ପଳେଇ ଆଇଲାଣି। କାରଣ ଯେତେବେଳେ ଚାମେଲିର ବାପାଙ୍କୁ ଯେତେବେଳେ ଚାମେଲି କରିଥିବା ଭିଡିଓ ମୋବାଇଲଟାକୁ ଯେତେବେଳେ ପୋଲିସ କଷ୍ଟଡିରେ ଥିଲା ଏବଂ ଆଜି ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଛି, ଏବଂ ସେଇ ଭିଡିଓରେ ହିଁ ରୋଚକ ତଥ୍ୟ ଥିଲା, ଆମେ ଯୋଉଟାକ ସବୁବେଳେ କହି ଆସୁଛୁ ଯେ ବିଡିଓଙ୍କ ଚାମ୍ବରରେ ଯୋଉ ଭିଡିଓଟି ହେଇଥିଲା ଏବଂ ସେ ଭିଡିଓରେ ଚାମେଲି କଣ କହିଥିଲା ବିଡିଓଙ୍କୁ, ଏବଂ ବିଡିଓ ଚାମେଲିକୁ କଣ କହିଥିଲେ, ଏବଂ ତା ଭିତରେ କଣ ସମସ୍ୟା ହେଇଥିଲା ଯାହା ଫଳରେ ତାକୁ ଏଇଭଳି ମାନେ ଦଣ୍ଡ ଭୋଗିବାକୁ ପଡିଲା ବା ବିଡିଓ ଏଫଆଇଆର କଲେ, ଏବଂ ତା ବଳରେ ସେଇ ପୋଲିସ ଭିଡିଓ ଆସିଲେ। ବର୍ତ୍ତମାନ ଯୋଉ ତାଜା ଭିଡିଓ ଆସିଛି ଚାମେଲିଙ୍କ ପାଖରୁ, ସେଇ ଭିଡିଓରେ ସ୍ପଷ୍ଟ ଜଣା ପଡୁଛି ଯେ ବିଡିଓଙ୍କ ରୁମ ରେ କିଛି ନେତା ଥିଲେ, କର୍ମୀ ଥିଲେ, କିଛି ଏକ ନିର୍ଦ୍ଦିଷ୍ଟ ଦଳର, କୋଉ ଦଳ କଥା କୁହାଯାଇ ପାରିବନି, ଯୋଉମାନେ କି ହୁଏତ ଏଇ ଘଟଣା କିମ୍ବା ଚାମେଲି ଯୋଉ ଦାବି କିମ୍ବା ଅନୁରୋଧ ନେଇକି ଯାଇଥିଲେ ତା ସହିତ ତାଙ୍କର କିଛି ଦେବାର ନେବାର ନାହିଁ। ଭିଡିଓ ଆଡୁ ପ୍ରତିବାଦ ଆସିନଥିଲା, ସେମାନେ ଆସିକି ଭିଡିଓ ଉତ୍ତୋଳନକୁ ନେଇକି ମନା କରୁଛନ୍ତି, ଏଇଟା ସ୍ପଷ୍ଟ ଭାବେ ଦେଖାଯାଉଛି ସେ ସ୍ପଷ୍ଟ ଭିଡିଓରେ। ଭାବେ ଦେଖାଯାଉଛି। ମୁଁ ଏଠି କହି ରଖିବାକୁ ଚାହେଁ, ଯେତେବେଳେ ଦେଖନ୍ତୁ ପ୍ରଥମରେ ଆମ 3 ଜଣ ସରପଞ୍ଚ ବୋଧେ ବସିଛନ୍ତି ଚାମେଲିକୁ ନେଇକି, ଚାମେଲି ଏବଂ ବାରଡାଙ୍ଗ ସରପଞ୍ଚ, ଆମ ତିକ୍ରି ସରପଞ୍ଚ, ବାରଡାଙ୍ଗ ସରପଞ୍ଚ ଏବଂ ଟିକରପଙ୍ଗା ସରପଞ୍ଚ କି ଜ୍ୟୋତି ରଞ୍ଜନ ଖଟୁଆ ଯେ କାଲି ଯୋଉ ପ୍ରତିକ୍ରିୟା ଦଉଥିଲେ, ସେ 3 ଜଣ ବସିଛନ୍ତି। ପ୍ରଥମେ ଜ୍ୟୋତିରଞ୍ଜନ ଖଟୁଆ ଯେ ସିଏ ହିଁ ଭିଡିଓ ସହିତ ମାନେ କଥା ହଉଛନ୍ତି, ଯାହା ଆଜିର ଭିଡିଓରେ ଚାମେଲିର ଯୋଉ ମୋବାଇଲରୁ ଆସିଥିବା ଭିଡିଓରେ ଆମେ ଯାହା ଦେଖିବାକୁ ପାଉଛୁ, ଯେ ସେଇ ଭିଡିଓରେ 3 ଜଣ କଥା ହବା ଭିତରେ ପ୍ରଥମେ କଥା ହଉଛନ୍ତି ଜ୍ୟୋତିରଞ୍ଜନ ଖଟୁଆ ଯେ ଆଜ୍ଞା ଆମର ଏଇ ଯୋଉ ବିଲ୍ ଫିଲ୍ ଯୋଉ କାର୍ଯ୍ୟକ୍ରମ ରହିଛି, ଆମର କାମ ହେଇପାରୁନି, ବର୍ଷା ଦିନ ଆଗକୁ ଆସିଲାଣି, ଆମର ଯୋଉ ପ୍ରକଳ୍ପ ଅଛି ଆମକୁ ତୁରନ୍ତ କେମିତି କଣ କାର୍ଯ୍ୟକାରୀ ଟିକେ କରିବା ପାଇଁ ସହଯୋଗ ହୁଁ। କଲେ ଆମେ କେମିତି କଣ କାମ ଗୁରା କରେଇଦେବୁ। ଭିଡିଓ କହିବା କଥା ନାହିଁ, ଆମେ ସହଯୋଗ କରିବୁ, ଠିକ ଅଛି, ତାହେଲେ ସହଯୋଗ ଯଦି କରିବାର ଅଛି ତାହେଲେ ଆମକୁ ଡେରି କାହିଁ କରୁଛନ୍ତି ବା ଅନ୍ୟାନ୍ୟ
ତାପରେ ପଞ୍ଚାୟତର ଯୋଉ ଯୋଉ କାମ ସବୁ ଆମେ କରିବା କଥା ବା ଆମ ଲାଇନରେ ହବା କଥା ସେଟା ଆପଣ ବାହାର ଲୋକଙ୍କ ବା ଏଜେନ୍ସି ମାଧ୍ୟମରେ କାହାକୁ ଦେଇକି କାମ କରାଉଛନ୍ତି, ଯାହା ଫଳରେ କି ଆମକୁ ସରପଞ୍ଚ ମାନଙ୍କୁ ବା ଆମର ଲୋକ ପ୍ରତିନିଧି ମାନଙ୍କୁ ସେଟା ମାନେ ଗୋଟେ କଣ ଅସନ୍ତୋଷ ବା ଆମକୁ ଗୋଟେ ଭଲ ଲାଗୁନାହିଁ, ଯୋଉ ଗୋଟେ କହିବାକୁ ଗଲେ ଯେ କି ଆମେ ପଦପଦବୀରେ ଥାଇକି ବାହାର ଲୋକ ଯୋଉମାନେ କାମ କରୁଛନ୍ତି ସେଇଟା ଗୋଟେ ଅଭିଯୋଗ ଥିଲା। ଏବଂ ତା ସତ୍ତ୍ୱେ ଚାମିଲି କହିବାର ଯେ ଆଜ୍ଞା ମୋର ଯୋଉ ବିଲ୍ ପତ୍ର ଅଛି ଏବଂ ବିଲ୍ ଟା ଗୋଟେ କରିବାକୁ ହେଲା ବେଳକୁ ଆପଣଙ୍କୁ 6 ମାସ 7 ମାସ ଅପେକ୍ଷା କରିବାକୁ ପଡୁଛି। କାହିଁକି ଏସବୁ ହଉଛି, ଆପଣ ତୁରନ୍ତ ବିଲ୍ କାହିଁ କରୁନାହାନ୍ତି? ଭିଡିଓରୁ ଏବେ ସ୍ପଷ୍ଟ ପ୍ରମାଣ ହେଇଛି ଯେ ସେଠି ଏମିତି କିଛି ଲୋକ ଥିଲେ ଯୋଉଟା କି ଯୋଉମାନେ ଥର୍ଡ ପାର୍ଟି କୁହାଯିବ, ନା ପ୍ରଶାସନିକ ଆଜ୍ଞା ଅଧିକାରୀ ଥିଲେ ନା ସରପଞ୍ଚଙ୍କ ସହଯୋଗୀ ଥିଲେ କି ସେମିତି କୌଣସି ଏ ଦୁଇ ଜଣଙ୍କ ଭିତରେ କେହି ଥିଲେ, ଗୋଟେ ତୃତୀୟ ପକ୍ଷ ସେଥିରେ ଉପସ୍ଥିତି ଯାହାକି ରାଜନୈତିକ ଦଳର କୌଣସି ସମର୍ଥକ ହେଇଥାଇ ପାରନ୍ତି, ସେମାନଙ୍କର ଉପସ୍ଥିତି ସେଠି ପ୍ରମାଣିତ ହଉଛି ଭିଡିଓରୁ। ବର୍ତ୍ତମାନ ଯୋଉ ତାଜା ଭିଡିଓ ଆସିଛି, ତାହେଲେ ଆଜ୍ଞା ସେଠି ମୁଁ ଭିଡିଓ ଉତ୍ତୋଳନକୁ ନେଇକି ବାଦ ବିବାଦ ହେଲା, ଯାହା ବି ହେଲା ସେଇଠୁ ଏମିତି କଣ ହେଲା ଯୋଉଟା ଫଳରେ ଗେଟ ରେ ଆସିକି ଗୋଟେ ମହିଳା ସରପଞ୍ଚଙ୍କୁ ଉଠେଇ ନେବା ଭଳିଆ ସ୍ଥିତି ସୃଷ୍ଟି ହେଲା? ସଞ୍ଜୟ ବାବୁ, ନିଶ୍ଚିତ ଭାବେ ମୁଁ କହି ରଖିବାକୁ ଚାହେଁ, ଆପଣ ଯୋଉ କଥାଟି କହିଲେ ତା ଉପରେ ମୁଁ ଟିକେ ସ୍ପଷ୍ଟୀକରଣ ରଖିବାକୁ ଚାହୁଁଛି ଯେ ପ୍ରକୃତରେ ହୁଁ ସେମାନେ ଯୋଉ ଅଭିଯୋଗ କରୁଛନ୍ତି ଯେ ଚାମିଲି ତା ଭିତରେ ଭିଡିଓ କରିବାର ହଉଛି ତାର ମାନେ କଣ କହିଲେ ଅପରାଧ। ଯଦି ଅପରାଧ। ଚାମିଲି ଭିଡିଓ କରିବାର ଯଦି ଅପରାଧ ଆପଣ ଭାବୁଛନ୍ତି, ଯେ ଗୋଟେ ଲୋକ ପ୍ରତିନିଧି 3-3ଟା ସରପଞ୍ଚ ଯେ କି ପଞ୍ଚାୟତ ରାଜର ପୋର୍ଟଫୋଲିଓ ଭିତରେ ସେମାନେ ଅଛନ୍ତି ଏବଂ ସରକାରୀ ଅଧିକାରୀ ହିସାବରେ ଗୋଟେ ପ୍ରଶାସନିକ ଅଧିକାରୀ ହିସାବରେ ବିଡିଓଙ୍କ ସହିତ ଗୋଟେ ଚାମ୍ବରରେ ଯେତେବେଳେ କଥା ହଉଛନ୍ତି, ସେତେବେଳେ ଯୋଉ ବାହାରର ଲୋକ ଯୋଉମାନେ ହୁଁ ବାହାର ଲୋକ ବା ଯୋଉମାନେ କହୁଛନ୍ତି ବର୍ତ୍ତମାନ ଆପଣଙ୍କର ଯୋଉ ମାନେ କଣ କହନ୍ତନି ଆମର ଭାରତୀୟ ଜନତା ପାର୍ଟିର କିଛି କର୍ମୀ ତା ଭିତରକୁ ଯେତେବେଳେ ଏଣ୍ଟ୍ରି କରିଛନ୍ତି, ଯେତେବେଳେ ଗୋଟେ ହୁଁ ସରପଞ୍ଚ ଗୋଟେ ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହଉଛନ୍ତି, ସେତେବେଳେ ତା ଭିତରକୁ କୌଣସି ବ୍ୟକ୍ତି ଯିବା ଉଚିତ ନଥିଲା। ଯୋଉ କୁଜି ନେତା କଥା ବାରମ୍ବାର ପୂର୍ବରୁ ମଧ୍ୟ ଭିଡିଓରେ ଚାମିଲି କହୁଥିଲେ, ହୁଏତ ସେଇ ଗୋଷ୍ଠୀକୁ ସେଇ ଏମାନଙ୍କ ଆଡକୁ ଇଙ୍ଗିତ କରିଥାଇ ପାରନ୍ତି, କିନ୍ତୁ କୋଉଠୁ ବିସ୍ଫୋରକ ରୂପ ନେଲା, କାହିଁକି ବିସ୍ଫୋରକ ରୂପ ନେଲା, ଏ ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ଅଛି କି? ନା ବିସ୍ଫୋରକ ରୂପ ତ ଯୋଉଠୁ ନେଲା ଆପଣ ଜାଣିଥିବେ, ଯୋଉ ଏନକ୍ରୋଚମେଣ୍ଟ ଯୋଉଠି ଆମର ଚାମେଲି ସେଟା ତ ତାଙ୍କର ଆରମ୍ଭ ହେଲା ଯୋଉ ଯୋଉ ଗେଟ୍ ପାଖରେ ହୁଁ, ଯାହା ହେଲା, ଯୋଉ ଭିଡିଓ ଥିଲେ, ଯୋଉଠୁ ତାପରେ ପୋଲିସର ହସ୍ତକ୍ଷେପ ଦରକାର ପଡିଲା, ଯୋଉଠୁ ଠେଲାପେଲା ଭଳିଆ ସ୍ଥିତି ସୃଷ୍ଟି ହେଲା, ମୋବାଇଲ ଛଡେଇ ନେବା କଥା ହେଲା, ସେଇଟା କୋଉଠୁ ପୁଣି ସେଇ ଯୋଉ ନିଆଁଟା ଲାଗିଲା? ଷ୍ଟାର୍ଟିଂ ହେଲା ନିଆଁଟା ସେଇଠୁ ଯୋଉଠି ଯେ ଭିଡିଓ କରିଥିଲେ ଏବଂ ସେଇ ଯୋଉ ଚାମ୍ବର ଆମର ଯୋଉ ଭିଡିଓଙ୍କ ଚାମ୍ବର ଭିତରୁ ହିଁ ସୃଷ୍ଟି ହେଇଛି ନା। ଯେତେବେଳେ ଜଣେ ଭିଡିଓ କରୁଛି ଏବଂ ସାମିଲ ସିଟି ବି ପ୍ରତି ଉତ୍ତରରେ ହଁ, କହିଛି, ଭିତର ସେମାନେ ଭିଡିଓ ଯେତେବେଳେ ପର୍ଯ୍ୟନ୍ତ କହିଛନ୍ତି ଦେଖାଯାଉଛି ଯେ ଭିଡିଓ ସେତେବେଳେ ପର୍ଯ୍ୟନ୍ତ ଯାହା ବି ଉତ୍ତର ଦଉଥାନ୍ତି ଉତ୍ତ୍ୟକ୍ତ ଅବସ୍ଥା ଆସିନଥିଲା, କିନ୍ତୁ ଏଇ ଆସିନଥିଲା ଯୋଉ ଏବଂ କର୍ମୀ ତାପରେ ବି ମାନେ ଯୋଉ ଯୋଉମାନେ ଭିଡିଓଟା ରେକର୍ଡିଂ କରିବାକୁ ମନା କଲେ, ହୁଏତ ସେଇଠୁ ଗୋଟେ ଭିନ୍ନ ମୋଡ ନେଲା, ହୁଏତ ସେଇମାନଙ୍କ ପ୍ରରୋଚନାରେ, ଚାପରେ କିମ୍ବା ସେମାନଙ୍କ ଭୟରେ ଭିଡିଓ ତାପରେ ଗୋଟେ ଅଲଗା ପ୍ରକାର ବିହେଭ କରିଛନ୍ତି ଆପଣଙ୍କ କହିବା ହଁ ଅନୁସାରେ। ଆଜ୍ଞା। ନା ତାଙ୍କ ଭିତରେ ତାପରେ କଥା ଗେଟ୍ କଟାକଟି ବୋଧେ ହେଇଛି, ତାଙ୍କ ଭିତରେ କଥା କଟାକଟି ହେଇଛି, କାରଣ ଯୋଉମାନେ କର୍ମୀ ପଶିଲେ ତା ଭିତରକୁ ଏବଂ ଏମାନେ ସରପଞ୍ଚ ମାନଙ୍କ ଭିତରେ କଥା କଟାକଟି ହେଇଛି, କାରଣ ଚାମେଲିକୁ ସେମାନେ କହିଛନ୍ତି ଯେ ତମେ ଗୋଟେ ଏଇଟା ଅଫିସ ନା କଣ, ଏଠି କାହିଁକି ଭିଡିଓ କରାଉଛି? ଫ୍ୟାମିଲି କହିଛି କଣ ଭିଡିଓ କଲେ କିଛି ଅସୁବିଧା ତ ନାହିଁ, ଭିଡିଓ କରିପାରିବ ଜଣେ ଲୋକ ପ୍ରତିନିଧି ହିସାବରେ ଭିଡିଓ କରିପାରିବ, ସେ ସେଠି କହିଛି। ତାପରେ ତାକୁ ଫୋର୍ସଫୁଲି ଭିଡିଓଟାକୁ ବନ୍ଦ କରାଯାଇଛି, ବନ୍ଦ କର ଭିଡିଓ ବୋଲି କୁହାଯାଇଛି ଏ କଥାଟା ତା ଭାଇକୁ। ଏବଂ ସେଇଠୁ ହିଁ ଭିଡିଓଟା ଯୋଉଟା ଏଣ୍ଡ ହେଇଯାଇଛି ଆମେ ଦେଖିବାକୁ ପାଇଲୁନୁ, କିନ୍ତୁ ତାପରେ ସେମାନଙ୍କ ଭିତରେ ଯେତେବେଳେ ଯୁକ୍ତିତରକ ହେଇଥିବ, ନିଶ୍ଚିନ୍ତ ଯୁକ୍ତିତରକ ହେଲା ଭିତରେ ଭିଡିଓ ଏବଂ ସେଠି ଉପସ୍ଥିତିରେ କଣ କଣ ହେଇଛି ଏବଂ ସେମାନେ ବାହାରକୁ ଆସିଲା ପରେ ତାକୁ ଅଶାଳୀନ ବ୍ୟବହାର କରିବା ଏବଂ ତା ଭିତରେ ବି ଯାହା କହିବା କଥା ଜ୍ୟୋତିରଞ୍ଜନ ଖଟୁଆ ସରପଞ୍ଚ ଯିଏ କହିବା କଥା, ତା ଭିତରେ ବି ତାକୁ ଅଶାଳୀନ ବ୍ୟବହାର କଲେ। ଗୋଟେ ମହିଳା ସରପଞ୍ଚ ଆମ ସାଙ୍ଗରେ ଯାଇଥିଲା, କୌଣସି କିଛି କଥା କଟାକଟି ଏବଂ ଭିଡିଓଙ୍କ ସହିତ କିଛି ବ୍ୟବହାର କିଛି ଖରାପ ହେଇନି, ଆମେ ସାଧାରଣତଃ ନର୍ମାଲି କଥାବାର୍ତ୍ତା ହଉଥିଲୁ। ଏମାନେ ଯାଇକି ଯୋଉ ଭଳି ବ୍ୟବହାର କଲେ ଏବଂ ତାକୁ ଗାଳି ଗୁଲଜ କରିବା ସହିତ ତା ମୋବାଇଲକୁ ବନ୍ଦ କରିବା ପାଇଁ ଭିଡିଓ କହିଲେ ଏବଂ ତାକୁ ସେଇଠୁ ଆସିଲା ପରେ ବାହାରେ ଯୋଉ ସମସ୍ୟାଟି ହେଲା, ଯୋଉ ଚାମିଲି ଯୋଉ ଭିଡିଓ ଯୋଉ ପ୍ରଥମେ ଯୋଉ ପୋଷ୍ଟ କରିଥିଲା ବା ଲାଇଭ କରିଥିଲା, ସେଇ ଲାଇଭ ଭିଡିଓରେ ହିଁ ସମ୍ପୂର୍ଣ୍ଣ ଦେଖାଯାଉଛି ସ୍ପଷ୍ଟ ଭାବରେ ଯେ ତାକୁ କୋଉ ଭଳି ଟାଇପର ମାନେ ଅତ୍ୟାଚାର ଏବଂ କଣ କହନ୍ତିନି ଅସଦାଚରଣ ସହିତ ଗାଳି ଗୁଲଜ ଏବଂ ତାକୁ ମୋବାଇଲ ଛଡେଇବା, ଜଣେ ବ୍ୟକ୍ତି ଆସି ଗେଟ୍ ପାଖରେ ଜବରଦସ୍ତି ତାର ମୋବାଇଲ ଛଡଉଛି, ପୋଲିସ ବି ତାକୁ ଡିଟେନ କରିବା ପାଇଁ ଚେଷ୍ଟା କରୁଛନ୍ତି ଯେ ନାଇଁ
କେମିତି କଣ ତାକୁ ମୋବାଇଲ ଟା ଛଡେଇବା ଇଏ କରିବା ଆପଣ ମୋବାଇଲ ଏଠି ଦିଅନ୍ତୁ ଏମିତି ଆପଣ ମୋବାଇଲ କଣ ଦିଅନ୍ତୁ। କି ସଞ୍ଜୟ ବାବୁ ଯେ ଲାଇଭ କଲାକୁ ଭିଡିଓଙ୍କୁ ବାଧିଲା କି ତାଙ୍କୁ ସେଇଟା ସେ ସହି ପାରିଲେନି, ସେଠି ଏମିତି କଣ ଜିନିଷ ହଉଥିଲା? ତ ବାହାରେ ହଉଥିଲା, ଗେଟ ରେ ବି ଯଦି ଲାଇଭ କରୁଥିଲେ, ଲାଇଭ ରେ ଅସୁବିଧା କଣ ଯାହାକି କିଛି ଅସୁବିଧା ଏତେ ନଥିଲା, ଉତ୍ତେଜନା ପର୍ଯ୍ୟନ୍ତ କଥା ଗଲା? କୌଣସି ଉତ୍ତେଜିତ ହବାର ନଥିଲା। ସେଠି ପୋଲିସ ପ୍ରଶାସନ ହଉ ବା ବ୍ଲକ ପ୍ରଶାସନର ଯୋଉ ପାଖାପାଖି ଏବଂ ଯୋଉମାନେ କର୍ମୀ ବି ଥିଲେ ସେଠି କିଛି ଉତ୍ତେଜିତ ହବାର ନଥିଲା। କାରଣ ଚାମେଲି କିଛି ସେମିତି ବି କିଛି ଯୋଉ ଭିଡିଓଟି କରୁଥିଲା ଏଠି ସଞ୍ଜୟ ଯେ ବାବୁ ଚାମେଲି ସେମିତି ଚାମେଲିଙ୍କ କିଛି ସହିତ କେତେ ଲୋକ ଥିଲେ କି? ଯାହା ଭିଡିଓରୁ ଜଣା ପଡୁଛି ପୁଲିସ ପ୍ରଶାସନର ଅଧିକାଂଶ ଲୋକ ଥିଲେ। ଚାମେଲି ସହିତ ହାତ ଗଣତି କିଛି ଲୋକ ଥିଲେ, ତାଙ୍କ ଭାଇ ଆଉ କିଛି ସମର୍ଥକ ଥିଲେ। ଚାମେଲିଙ୍କ ସହିତ ଆମେ ଯାହା ଭିଡିଓରେ ଦେଖିବାକୁ ପାଉଥିଲୁ, ଚାମେଲିଙ୍କ ସହିତ ମାତ୍ର ତାଙ୍କ ଭାଇ ଥିଲେ ଏବଂ ଯୋଉ 2 ଜଣ ସରପଞ୍ଚ ଯାଇଥିଲେ ତାଙ୍କ ସହିତ ଚାମେଲିର ବିପକ୍ଷୀ ଦଳର ସାଙ୍ଗରେ, ଯାଇଥିଲେ ସେଇ ସେତିକି ଥିଲେ, ଏତିକି 5-7 ଛାଡିଲା ଜଣ ପରେ ଥିଲେ ବାକି ମ୍ୟାକ୍ସିମମ୍। ସମସ୍ତେ ଚାମେଲିର ଏଗେନଷ୍ଟରେ। ସଞ୍ଜୟ ବାବୁ ସେଠି ତାହେଲେ ଯୋଉ ଯୋଉ ସଙ୍ଗୀନ ଦଫା ଲଗାଯାଇକି ଯୋଉ ଗିରଫ କରାଗଲା, ଯୋଉ ଯୋଉ ଦଫା ଲାଗିଛି ଆଟେମ୍ପ୍ଟ ଟୁ ମର୍ଡର ଭଳିଆ, ଏଇଟା ଗୋଟେ ଆପଣଙ୍କୁ ଲାଗୁଛି କି ଯେ ଏଇଟା ଗୋଟେ ଯୋଜନାବଦ୍ଧ ଭାବେ ତାଙ୍କୁ କେମିତି ବେଲ ନ ମିଳିବ, ସେ କେମିତି ଅଧିକ ଦିନ ପର୍ଯ୍ୟନ୍ତ ଜେଲରେ ରହିବେ, ମୁକୁଳିବା କେମିତି କଷ୍ଟ ହବ, ଏଇଥିପାଇଁ ଗୋଟେ ଯୋଜନାବଦ୍ଧ ଭାବେ ଏଇଭଳିଆ ସିନ୍ କ୍ରିଏଟ କରାଯାଇଛି ବୋଲି ଆପଣ ଭାବୁଛନ୍ତି କି? ନିଶ୍ଚିନ୍ତ ଭାବେ ମତେ ଯାହା ଅନୁମୟ ଯାହା ଏଥିରୁ ଯାହା ଜଣା ପଡୁଛି, ନିଶ୍ଚିନ୍ତ ଭାବେ ଏଟା ଯୋଜନାବଦ୍ଧ ଭାବରେ କରାଯାଇଥିଲା। କାହିଁକି ନା ଯେତେବେଳେ ଏନକ୍ରୋଚମେଣ୍ଟ ସେ ଷ୍ଟାର୍ଟ କରିଥିଲା ସେଇଠୁ ହିଁ ସୃଷ୍ଟି ହେଇଥିଲା ରାଗ, ଏବଂ ସେମାନେ ଜାଣିଥିଲେ ଯେତେ ଗୋଟେ ପ୍ରଶାସନିକ ଅଧିକାରୀକୁ ସେ ଫେରେଇ ଦେଇଛି ଏବଂ ଯେତେ ନୀତି ନିୟମ ବାହାରେ ଯେତେବେଳେ ସେ କଥାବାର୍ତ୍ତା କରୁଥିଲେ, ସେ କହିବା କଥା ମୁଁ ଆପଣଙ୍କୁ ସହଯୋଗ କରୁଛି, ଆପଣ ଭାଙ୍ଗନ୍ତୁ, ଯୋଉ 0 ପଏଣ୍ଟରୁ ଭାଙ୍ଗନ୍ତୁ, ମୁଁ ସହଯୋଗ କରିବି। ଏବଂ ତା ପଛରେ ବି ବହୁତ କିଛି ଲୋକ କମେଣ୍ଟ ଦଉଥିଲେ ତାରି ଉପରେ ଯେ ଦୁର୍ନୀତି କରି ଖାଇଯାଇଛି ଅମକ ଢେଙ୍କି ବଗ ଯାହା ସବୁ କରୁଥିଲେ ତାକୁ ଧମକ ଦଉଥିଲେ। ଏବଂ ସିଏ ବି ମଝିରେ ଗୋଟେ ଭିଡିଓ ପୋଷ୍ଟ କରିଥିଲା ଯେ ମତେ ଧମକ ଦଉଛନ୍ତି, ମତେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି, ଯେ ମୋ ସଞ୍ଜୟ ବାବୁ ଚରିତ୍ରକୁ ଗୋଟେ ନେଇକି କଥା ସଂହାର ଆପଣ କରୁଛନ୍ତି। ମାନିବେ କି ନାଇଁ କେଜାଣି, କିନ୍ତୁ ଯାହା ଜଣା ପଡୁଛି ଚାମେଲିଙ୍କ ବିଭିନ୍ନ ଭିଡିଓ ନିଜ ସୋସିଆଲ ମିଡିଆ ପେଜରେ ଯୋଉ ପୋଷ୍ଟ କରିଛନ୍ତି, ଏ ଘଟଣାଟା କେବଳ ଏନକ୍ରୋଚମେଣ୍ଟ କିମ୍ବା ଭିଡିଓଙ୍କ ଚାମ୍ବର ଭିତରେ ଚାମ୍ବର ବାହାରେ ଯାହା ହେଲା ସିଏ ନୁହଁ। ଆଗରୁ ଲାଗୁଛି ବିଭିନ୍ନ ଭିଡିଓ ମାଧ୍ୟମରେ ସଂକେତ ମିଳୁଛି ଯେ ଆଗରୁ ତାଙ୍କୁ ହଇରାଣ ହରକତ ସାମ୍ନା କରିବାକୁ ପଡିଛି। ତାଙ୍କ ଭିତରେ ଗୋଟେ ଆଜ୍ଞା। କ୍ଷୋଭ ଭଳିଆ ସେ ଭିଡିଓରେ ଲାଗୁଛି, ଯୋଉ ଭିଡିଓ ହୁଏତ ଯୋଉ ଦିନ ଘଟଣା ଘଟିଲା ତାର 2 ସପ୍ତାହ ପୂର୍ବରୁ ଦେଖଉଛି ତାଙ୍କ ସୋସିଆଲ ମିଡିଆ ପେଜରେ, ଯୋଉଠି ସେ କହିଛନ୍ତି ଯୋଉ ଏନକ୍ରୋଚମେଣ୍ଟ ପରେ ପରେ ଯେ କିଛି କୁଜି ନେତା ମୋ ପଛରେ ଲାଗିଛନ୍ତି, ମୁଁ କାହାର କିଛି ଅନିଷ୍ଟ କରିନି, ମୁଁ କୌଣସି ରାଜନୀତି ଅଭିସନ୍ଧି ରଖିକି କାମ କରୁନି, ମୁଁ ମୋ ଲୋକଙ୍କ ପାଇଁ କାମ କରୁଛି, ଆଉ ମତେ ହଇରାଣ ହରକତ କରନି, ମୋ ମୁହଁ ଖୋଲିବାକୁ ବାଧ୍ୟ କରନି। ତ ଏଇଟା ତା ପୂର୍ବରୁ ବି ଆପଣ ମାନେ ଶୁଣିଛନ୍ତି କି ଯେ ସେ ଏଇଭଳିଆ ହଇରାଣ ହରକତର ସମ୍ମୁଖୀନ ବହୁ ଆଗରୁ ହଉଛନ୍ତି, ନା ସେଇଠୁ ଆରମ୍ଭ ହେଲା? ନା ଆଗରୁ ତ ସିଏ ଯେହେତୁ ବର୍ତ୍ତମାନ ବିଜେପି ସରକାର ଯୋଉ ବର୍ତ୍ତମାନ ଆମର ଓଡିଶାରେ ବର୍ତ୍ତମାନ ଅଛନ୍ତି, ସେ ତାଙ୍କରି ସରକାରରେ ଯେହେତୁ ସରପଞ୍ଚ ଜଣେ ଲୋକ ପ୍ରତିନିଧି ଏବଂ ସରପଞ୍ଚ କୌଣସି ଦଳୀୟ ଟିକେଟ ନ ଲଢିଥିଲେ ବି କୌଣସି ମାନେ କଣ କହନ୍ତି ରାଜନୈତିକ ଦଳ ସହିତ ସେମାନେ ଇନଡାଇରେକ୍ଟଲି ସମ୍ପୃକ୍ତ ଥାନ୍ତି, ଯେ ଏବଂ ଚାମିଲି ବିଜେପି ଦଳର ସହିତ ସାମିଲ ଥିଲା ଏବଂ ସେ ନିଜେ ସ୍ପଷ୍ଟ କରିଛି ଯେ ମୁଁ 2017 ମସିହାରୁ ବିଜେପିରେ ମୁଁ କାମ କରି ଆସୁଛି। ଆପଣ ଜାଣିଥିବେ ବିଜେପି ଦଳରେ ସେ ସେ କେବେ ଥାଇକି ଯାଇଥିଲେ ବିଜେପିରେ? ଏବେ ଅଛନ୍ତି ନା ଏବେ ବିଜେପିରୁ ଏବେ ବି ଦୂରେଇ ସେ ରହିଥିଲେ? ଅଛନ୍ତି, ଏବେ ବି ସେ ବିଜେପିରେ ଅଛନ୍ତି। 2017 ମସିହାରୁ ସେ କାର୍ଯ୍ୟ କରୁଛି। ଆମେ ବିଭିନ୍ନ ସମୟରେ ଆପଣ ଦେଖିଛନ୍ତି, ବିଭିନ୍ନ ସମୟରେ ସେ ସଭା ସମିତିରେ ବିଧାୟକଙ୍କ ସହିତ, ସାଂସଦଙ୍କ ସହିତ, ଚେୟାରମ୍ୟାନଙ୍କ ସହିତ ଆପଣ ଗୋଟେ ଭାବିବେ ମହାକାଳପଡା ପଞ୍ଚାୟତ ସମିତିରେ ଯୋଉ ଘଟଣାଟି ଘଟିଲା ଜାଣିଥିବେ, ଚେୟାରମ୍ୟାନ ଯୋଉ ଆମର ହେଲା ଅନାସ୍ଥା ଆସିଥିଲା, ପ୍ରସ୍ତାବ, ଅନାସ୍ଥା ବେଳେ ସିଏ ଅନାସ୍ଥା ବେଳେ ସିଏ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଅନାସ୍ଥା ବେଳେ, ଏବଂ ସେଥିରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବା ସତ୍ତ୍ୱେ ବି ସେ ପୁରା ନାଇଁ ନାଇଁ ବିଧାୟକଙ୍କର ପାଖ ସଞ୍ଜୟ ଲୋକ ବାବୁ, ଏଠି ହେଇକି ଗୋଟେ ଥିଲେ। ପ୍ରଶ୍ନ ଉଠୁଛି ସଞ୍ଜୟ ବାବୁ, ଯେ ଯଦି ସେ ବିଜେପି ସହିତ ଥିଲେ, ଆଉ ଯାହା ଆମେ ଜାଣୁ ଯେ ବିଜେଡି ନେତା କିମ୍ବା ଯୋଉମାନେ ଆପଣ ମାନଙ୍କ ସ୍ତରରେ ଯୋଉମାନେ ଅଛନ୍ତି, ତାଙ୍କର ସେମିତି କାହା ସହିତ ଦୁଶ୍ମନୀ ନଥିଲା। ଦଳ ଭିତ୍ତିରେ ବିଜେଡି ବିଜେପି କରିକି ଏମିତି ଶତ୍ରୁତା କରିବାର ତାଙ୍କର ନଥିଲା। କିନ୍ତୁ ଏଠି ସେ ଗୋଟେ ତାଙ୍କର ପଲିଟିକାଲ ଇନକ୍ଲିନେସନ ଗୋଟେ ଆଡକୁ ଢଳିଥିଲେ କି ବିଜେଡି ଆଡକୁ, କୋଉଥିପାଇଁ ଗୋଟେ ନା ନା ସେ ରାଜନୈତିକ କର୍ମୀ ମାନେ ତାଙ୍କ ପଛରେ ଲାଗିଲେ, ସେମାନେ କିଏ
ସେମାନେ ବି ତ ଯଦି ବିଜେଡି କିମ୍ବା ବିଜେପି କିମ୍ବା କଂଗ୍ରେସ ରହିଥିବେ ସେମାନେ କିଏ ସି କାହିଁକି ତାଙ୍କୁ ଏଇଭଳିଆ ଗୋଟେ ଟାର୍ଗେଟ କଲା ଭଳିଆ ତାଙ୍କ ପଛରେ ପଡିଲେ? ନାଇଁ ଆପଣ ଯୋଉଟା କହୁଛନ୍ତି ଯେ ସେ ବିଜେଡି ଆଡକୁ ଢଳୁଥିଲା ନା ସେଇଟା ସମ୍ପୂର୍ଣ୍ଣ ମୁଁ ତାକୁ ଖଣ୍ଡନ କରିବି କାହିଁକି ନା ସିଏ ହିଁ ବିଜେପିର ବର୍ତ୍ତମାନ ସହିତ ବିଧାୟକଙ୍କ ସହିତ ଏବଂ ବିଜେପିର ନେତାମାନଙ୍କ ସହିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଆମର କଣ କହନ୍ତିନି ଇଏ ପର୍ଯ୍ୟନ୍ତ କଣ ବିଧାୟକ ପର୍ଯ୍ୟନ୍ତ ବିଧାୟକ ମୁଖ୍ୟମନ୍ତ୍ରୀ ଏବଂ ଆମର ସାଂସଦଙ୍କ ସହିତ ସେ ସବୁବେଳେ ଫଟୋ ଉଠାଉଛନ୍ତି ସବୁ ଜାଗାରେ ଯାଇକି କାର୍ଯ୍ୟକ୍ରମରେ ଯୋଗ ଦଉଛନ୍ତି ଏବଂ ସେ ବିଜେପିରେ ସମ୍ପୂର୍ଣ୍ଣ ଭାବରେ ଥିଲା କୌଣସି ନା କଂଗ୍ରେସ ନା ବିଜେଡି ନା କୌଣସି କେହି ତାକୁ ବାଷ୍ଟ କରିନାହାନ୍ତି ସିଏ ସମ୍ପୂର୍ଣ୍ଣ ଭାବରେ ସେଇଠି ଥିଲା ସିଏ କେବଳ ଏଠି ଆଉ ଗୋଟେ ପ୍ରଶ୍ନ ବି ଏଇଠି କରାଯାଇପାରେ, ଯଦି ସବୁ କିଛି ଠିକ ଚାଲିଥିଲା ବିଜେପି ସହିତ ସେ ଥିଲେ, ବିଜେପି ର ବଡ ବଡ ନେତାଙ୍କ ସହିତ କ୍ଲୋଜଲି କାମ କରୁଥିଲେ, ତାହେଲେ ଏଠି ତାଙ୍କୁ ଗୋଟେ ସିଙ୍ଗଲ ଆଉଟ୍ କରିକି ଏଇଭଳିଆ କେହି ତାଙ୍କ ପାଇଁ ବାହାରିଲେ ନାହିଁ, ତାଙ୍କୁ ସେଭ୍ କରାଯାଇ ପାରିଥାନ୍ତା, ତାଙ୍କୁ ଜେଲ ଯିବାରୁ ବଞ୍ଚା ଯାଇ ପାରିଥାନ୍ତା, ଘଟଣା ଏତେ ଆଗକୁ ଯିବାରୁ ରୋକା ଯାଇ ପାରିଥାନ୍ତା, ଏସବୁ ଜିନିଷ କାହିଁକି ହେଲାନି? ସେ ସୋସିଆଲ ମିଡିଆରେ ଯୋଉ ଫେମ୍ ପାଇଁ ସେ ଗୋଟେ ଏକୁଟିଆ ହେଇଗଲେ କି, ଏକାକି ପଡିଗଲେ କି? ନାଇଁ 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 ସେଇଟା ତ ନୁହଁ ଏକାକି ନୁହଁ ବର୍ତ୍ତମାନ ତାକୁ ସାରା ରାଜ୍ୟର ମାନେ କଣ କହନ୍ତିନି ସମସ୍ତେ ହିଁ ତାଙ୍କ ପ୍ରତି ମାନେ ବର୍ତ୍ତମାନ କଣ କଥା କଣ କହୁନି, ସହାନୁଭୂତି। ଯୋଉଠି ସିଏ ଆପଣ ହୁଁ ମାନେ ସମସ୍ତେ ଅଛନ୍ତି ପାଖାପାଖି ଆପଣଙ୍କର ମହାକାଳପଡା ଯୋଉ ବିଧାନସଭା ନିର୍ବାଚନ ମଣ୍ଡଳୀରେ 48 ଜଣ ଖଣ୍ଡେ ସରପଞ୍ଚ ଅଛନ୍ତି ଆପଣ ମାନେ, ତ ଏତେ ଆଜ୍ଞା। ଲୋକ ଅଛନ୍ତି କାହିଁକି ଚାମିଲି କାହିଁକି? ନା ଯେହେତୁ ଚାମେଲି ସେ ଯୋଉ ଏନକ୍ରୋଚମେଣ୍ଟ ରୁ ସୃଷ୍ଟି ହେଇଥିଲା ଏବଂ ଏନକ୍ରୋଚମେଣ୍ଟ ବାବଦରେ ପରେ ପରେ ସିଏ ଯେତେବେଳେ ଜାଣିଲା ଯେ ମୋ ସହିତ ଲୋକ ଅଛନ୍ତି ମୁଁ କେତେଟା କାମ କରୁଛି ଏବଂ ସେ ଯେତେବେଳେ ଭାଇରାଲ ହେଲା ଏବଂ ତାକୁ ବହୁତ ପ୍ରଶଂସା କଲେ ସୋସିଆଲ ମିଡିଆ ମାଧ୍ୟମରେ ବହୁତ ଲୋକ ପ୍ରଶଂସା କଲେ ତାପରେ ଲୋକଙ୍କର ଟିକେ ଯୋଉମାନେ ଥିଲେ ପଛତ ପଟରେ ଯୋଉମାନେ ରାଜନୀତି କରୁଛନ୍ତି ସେଇଟା ହୁଏତ ସରକାରୀ ଦଳରେ ହେଇଥାଇପାରେ ବା ଅନ୍ୟମାନେ ହେଇଥାଇପାରେ ତାକୁ ବହୁତ କଟୁ କଥା ଏବଂ କଟୁ ମନ୍ତବ୍ୟ କହିବା ସହିତ ତାକୁ ବିରୋଧ କରିବା ସହିତ ତାକୁ କେମିତି ଫସେଇବା ପାଇଁ ଗୋଟେ ଷଡଯନ୍ତ୍ର କଲେ କି ଯେଣେ ତେଣେ ପ୍ରକାର ଷଡଯନ୍ତ୍ର ଯାହାକି ସେମାନେ ସକ୍ସେସ ହେଇଗଲେ ଯୋଉଟା କି ଆପଣଙ୍କର ବିଡିଓଙ୍କ ଚାମ୍ବରରେ ଯୋଉଟାକୁ ନେଇକି ଭିଡିଓ ସଞ୍ଜୟ ଉତ୍ତୋଳନ ବାବୁ, ଠାରୁ ଆରମ୍ଭ କରି ଭିଡିଓ। ଆପଣଙ୍କୁ ଆଜ୍ଞା ଆପଣ ମୁଁ ଯାହା ଜାଣିଛି ଆପଣ ଚାମେଲିଂ ଯୋଉ ସଭାପତି ହେଲେ, ଆପଣ ସମ୍ପାଦକ, ଆପଣ ମାନେ ବହୁତ କ୍ଲୋଜଲି କାମ କରିଛନ୍ତି, ପରସ୍ପରକୁ ଜାଣନ୍ତି। ଗୋଟେ ମହିଳା ପାଇଁ ସରପଞ୍ଚ ହେବା ଆଉ ନିଜେ କୌଣସି ପ୍ରକ୍ସି ତାଙ୍କ ପାଇଁ ବାପା ଭାଇ ସ୍ୱାମୀ ନୁହଁ, ଜଣେ ସରପଞ୍ଚ ମହିଳା ହେବ ନିଜେ ଦାୟିତ୍ୱ ତୁଲେଇବା କେତେ କଷ୍ଟକର। ନିଶ୍ଚିତ ଭାବରେ ଆପଣ ମୁଁ ତ କହିବି ଆଜ ଏ ସରପଞ୍ଚ ହିସାବରେ ଗୋଟେ ଲୋକ ପ୍ରତିନିଧି ହେଇକି ଯେ ସାଧାରଣ ଗ୍ରାସ ରୁଟ ଲେବୁଲରେ ପଞ୍ଚାୟତ ସ୍ତରରେ ଗ୍ରାମାଞ୍ଚଳରେ ଯୋଉଭଳି ୱାର୍ଡ ୱାଇଜ ଯୋଉ ସମସ୍ୟା ଅଛି ସେ ସମସ୍ୟାରେ ସାଧାରଣ ଲୋକଙ୍କୁ ସହିତ ଜଡିତ ରହିବା ତାଙ୍କର ସମସ୍ୟା ସହିତ ଜଡିତ ରହିକି ତାକୁ ସମାଧାନ ନା କରିବା ମୁଁ ବହୁତ ପଚାରୁଛି ଯେ ଟୋଟାଲ କାଠିକର ପାଠ। ରାଜନୈତିକ ଦୃଷ୍ଟିକୋଣରୁ ପ୍ରଶାସନିକ ବାଧାବିଘ୍ନ, ଗୋଟେ ଆପଣ ପୁରୁଷ ମାନେ ହେଇକି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହଉଥିବେ, ଗୋଟେ ମହିଳା ପାଇଁ ଯେ ଯୋଉ କଥା ଆପଣ କହୁଥିଲେ କମେଣ୍ଟ କରିବା, କାହାର ଗୋଟେ ବ୍ୟକ୍ତିଗତ ଆକ୍ରୋଶ ଥିବ କି କୌଣସି ବ୍ୟକ୍ତିଗତ କାରଣରୁ ଟୀକା ଟିପ୍ପଣୀ କରିବା, କୌଣସି କାମରେ ବାଧା ଦେବା, ଏଇଭଳିଆ ଜିନିଷ ହୁଏ କି? ନା ନିଶ୍ଚିନ୍ତ ପକ୍ଷେ ଆମେ ଦେଖିଛୁ ନିଶ୍ଚିନ୍ତ ପକ୍ଷେ କାହିଁକି ନା ଯେତେବେଳେ ମହିଳା ସରପଞ୍ଚ ମାନେ ଯେତେବେଳେ ହୁଅନ୍ତି ତାଙ୍କର ପ୍ରାୟତଃ ଆଜିକାଲି ଦେଖିବାକୁ ଗଲେ ସମସ୍ତେ ଯେତେବେଳେ ମହିଳା ସରପଞ୍ଚ ହୁଅନ୍ତି ତାଙ୍କର ହଜବେଣ୍ଡ ମାନେ ରିପ୍ରେଜେଣ୍ଟେଟିଭ ହିସାବରେ କାର୍ଯ୍ୟ କରନ୍ତି ଏବଂ ବ୍ଲକ ପଞ୍ଚାୟତ ସମିତି ଏବଂ ଅନ୍ୟାନ୍ୟ ଜାଗାକୁ ସେମାନେ ଯାଇକି କାର୍ଯ୍ୟ କରନ୍ତି ସେଇଟା କିଛି ଅସୁବିଧା ଆଜ୍ଞା। ନାହିଁ। ମୁଖ୍ୟ କଥା ଯେତେବେଳେ ଯୋଉ ଅଫିସିଆଲ କାର୍ଯ୍ୟରେ ସେମାନେ ଯୋଗ ଦେବେ ଯେତେବେଳେ ନିଜେ ସରପଞ୍ଚ ଯିଏ ଥିବ ସେ ହିଁ ଯିବ। ଏଇଟା ତ ଗୋଟେ କଥା। ହୁଁ। ମହିଳା ସରପଞ୍ଚ ମାନେ ଯେତେବେଳେ ନିଜେ ହ୍ୟାଣ୍ଡେଲ କରନ୍ତି ଯେତେବେଳେ ଯାଆନ୍ତି ସେତେବେଳେ ତାଙ୍କୁ ଟିକେ ଏତେଟା ଗୁରୁତ୍ୱ ନଦବା ଇଏ କରିବା ଆଗେ ମହିଳା ସରପଞ୍ଚ ହୁଅନ୍ତୁ ବା ପୁରୁଷ ସରପଞ୍ଚ ହୁଅନ୍ତୁ ବର୍ତ୍ତମାନ କାହାକୁ ତ ବିଶେଷ ଗୁରୁତ୍ୱ ଏତେ ଦିଆଯାଉ ନାହିଁ ଯାହା ଫଳରେ ତ ଏଇ ହୁଁ ସମସ୍ୟା ଆଜି ଘଟିଲା। ସେ ହୁଁ ଯେତେବେଳେ ତାଙ୍କର ଗ୍ରିଭାନ୍ସ ନେଇକି ଯାଇଥିଲେ ଜଣେ କଲେକ୍ଟର ଆପଣ ଦେଖନ୍ତୁ ଜଣେ କଲେକ୍ଟର ଅଫିସ ଯେତେବେଳେ ପାଖକୁ ଯାଉଛି ଯେତେବେଳେ ଗ୍ରିଭାନ୍ସ ନେଇକି ସେତେବେଳେ କଲେକ୍ଟରଙ୍କ ପାଖରେ ସିଏ ବି ଜଣେ ଭିଡିଓ କଲେ ବି ତାକୁ କଲେକ୍ଟର କୌଣସି ବାଧା ଦଉନାହାନ୍ତି। ଯଦି ବିଡିଓଙ୍କ ହୁଁ ପାଖରେ ସିଏ ଯାଇକି ଭିଡିଓ କଲା ତାହେଲେ କଣ ପାଇଁ ବାଧା ଦିଆହେଲା ତାକୁ? କୋଉମାନେ ବାଧା ଦେଲେ? ଯୋଉମାନେ ତା ଭିତରେ ପଶିକି ବାଧା ଦେଲେ ହେକ୍ ବାକ୍ ଧମକ ଚମକ ଦେଲେ ବା କାହିଁକି ଭିଡିଓ କରୁଛୁ ଇଏ କରୁଛୁ ତା ପରବର୍ତ୍ତୀ ଯାହା ସବୁ ହେଇଥିବ ଆପଣ ମାନେ ଜାଣିପାରୁଥିବେ ଅନୁମାନ କରିପାରୁଥିବେ ସଞ୍ଜୟ ବାବୁ, ଆପଣ କାହିଁକି ବି ସେମାନେ କୋଉ ଦୀର୍ଘଦିନ ହେଲା କୋଡ କାମ ପୋଲିଓରେ ଥିଲେ। କରିଛନ୍ତି ଗ୍ରାସରୁଟ ଲେଭେଲରେ, ଆଜ୍ଞା ଆପଣ ଆଜ୍ଞା ଧମକ ଚମକର ସମ୍ମୁଖୀନ ହେଇଛନ୍ତି କି ଏଭଳି କୌଣସି ଆକ୍ରମଣ ର ଶିକାର ହେଇଛନ୍ତି କି? ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ମୋ କଥା କହିବି ମୁଁ 2022 ମସିହାରେ ଯେତେବେଳେ ଚାର୍ଜ ନେଲି ତା ପରେ ପରେ ବହୁତ ସମସ୍ୟା ମୋ ପ୍ରତି
ଆସିଛି ଏବଂ ମୋ ସହିତ ଘଟିଛି ଏବଂ ମୋ ନାଁରେ ବି ବହୁତ କେସ୍ ବାସ୍ କରିବା ପାଇଁ ଚେଷ୍ଟା କରୁଛନ୍ତି, ମତେ କେସରେ ଛନ୍ଦିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ମତେ ଆପଣ ଜାଣିଥିବେ ସାରା ଓଡିଶାରେ ସମସ୍ତେ ଜାଣିଛନ୍ତି, କେନ୍ଦ୍ରାପଡା ଜିଲ୍ଲା ଠାରୁ ଆରମ୍ଭ କରି ସାରା ଓଡିଶା ସମସ୍ତେ ଜାଣିଛନ୍ତି 2024 ସେପ୍ଟେମ୍ବର 27 ତାରିଖରେ ଯେତେବେଳେ ଦାନା ବାତ୍ୟା, ତା ପୂର୍ବରୁ ହେଇଥିଲା 23 ତାରିଖରେ, ଯେତେବେଳେ ଦାନା ବାତ୍ୟା ଗଲା ତା ପରବର୍ତ୍ତୀ ଯୋଉନ ବାତ୍ୟାର ପରବର୍ତ୍ତୀ ଷ୍ଟେଜରେ ଆମେ ଯେତେବେଳେ ଗଲୁ 2 ଜଣ ସରକାରୀ କର୍ମଚାରୀଙ୍କ ସହିତ ମୁଁ ଯାଉଥାଏ ଆମ ପଞ୍ଚାୟତର ସାଧାରଣ ଲୋକଙ୍କ ପାଖକୁ ସମସ୍ୟା ବୁଝିବା ପାଇଁ, କଣ କେମିତି ଅଛନ୍ତି, କଣ ତାଙ୍କର ସମସ୍ୟା ହେଇଛି। ଭେଟନାରୀ ଅଫିସର 2 ଜଣ ଥାନ୍ତି। ମୁଁ ଗଲା ସମୟରେ ପୁରା ପ୍ରାୟୋଜିତ ମତେ ଆଟାକ କରାହେଇଥିଲା, ଯେ କି 7-8 ଜଣ। ମୁଁ ତ ଆପଣଙ୍କ ପାଖରେ ଏଠି ବଞ୍ଚିଛି ବସିଛି ବା ଆପଣ ଭାବି ପାରୁଛନ୍ତି ସେଟା ଜଗନ୍ନାଥଙ୍କ କୃପା ଏବଂ ସାଧାରଣ ବା ଲୋକଙ୍କର ବା ଅନ୍ତଇ ଗ୍ରାମ ପଞ୍ଚାୟତ ହଉ ସେମାନଙ୍କର ଆଶୀର୍ବାଦ ବା ସମସ୍ତଙ୍କ ଆଶୀର୍ବାଦରୁ ମୁଁ ହିଁ ସେ ଏଠି ବସିଛି ଏବଂ ବସିଛି ଆପଣଙ୍କ ପାଖରେ ବଞ୍ଚିଛି, ଏଟା ମୁଁ ଭଗବାନଙ୍କୁ ମାନେ ଧନ୍ୟବାଦ ଦେବି। କିନ୍ତୁ ସେଇଦିନ ତ ସେମାନେ ମତେ ମାରିଦେଇଥିଲେ, ମତେ 7-8 ଜଣ ଆଟାକ କରିବା ଏବଂ ବିଧାୟକଙ୍କର ଲୋକ କହିକି ସେମାନେ କହିଲେ ଯେ ବିଧାୟକଙ୍କର ଲୋକ ଆମେ, ପୁରା ଡାଇରେକ୍ଟ ତାଙ୍କ ନାଁ ନେଇକି ପୁରା ମତେ ମାଡ ମାରିଲେ ଏବଂ 2 ଜଣ ଉପସ୍ଥିତ ଥିଲେ ତାଙ୍କରି ଆଗରେ ମତେ ଯୋଉ ବାଡେଇଲେ ମୁଁ ମରି ଯାଇଥିଲି, ପୁରା ମରି ଯାଇଥିଲି। ସେ ଖବର ବି ପ୍ରସାରଣ ହେଇଛି, ତା ବାବଦରେ ଏଫଆଇଆର ହେଲା। ଏଫଆଇଆର ରେ ଯୋଉ 7 ଜଣଙ୍କ ନାଁରେ ଏଫଆଇଆର ହେଇଥିଲା ସେ 7 ଜଣରୁ କାହାକୁ ପୋଲିସ ଧରିଲାନି। ମୋରି ଭାଇ ମୋରି ବନ୍ଧୁ ମାନେ ସେମାନେ ଧରିକି 2-3 ଜଣଙ୍କୁ ଦେଲେ ପୋଲିସ ଜିମା। କାହିଁକି ନା ସେମାନେ ବିଧାୟକଙ୍କ ଛତ୍ର ଛାୟା ତଳେ କାର୍ଯ୍ୟ କରୁଛନ୍ତି ଏବଂ ଏ ଯୋଉ କ୍ରାଇମ କରୁଛନ୍ତି, ଯାହା ଫଳରେ ତାଙ୍କୁ ଆରେଷ୍ଟ କିଏ କରିବ? ପୋଲିସ ପ୍ରଶାସନ ତ ବର୍ତ୍ତମାନ ସରକାରର କବଳରେ ନା। ଯେ ଯେତେବେଳେ ଏଫଆଇଆର ହେଲା 7 ଜଣଙ୍କ ନାଁରେ, ସେ 7 ଜଣଙ୍କ ଭିତରୁ 3 ଜଣ ଗଲେ ଜେଲକୁ, 3 ଜଣ ଗଲେ ଜେଲକୁ, ବାକି ଅନ୍ୟମାନେ ସବୁ ବାହାରେ ବୁଲିଲେ। ଜଣେ ଆଡଭାନ୍ସ ବେଲ ନେଇ ଆଇଲେ ବାହାରେ ବୁଲିକି ହାଇକୋର୍ଟରୁ, ତାଙ୍କୁ ଦେଇଦେଲେ ଏବଂ ପୋଲିସ ତାଙ୍କୁ ଜମା ହାତ ମାରିଲାନି କି ତାଙ୍କୁ ଆରେଷ୍ଟ କଲାନି। ଯୋଉମାନେ ମୁଖ୍ୟ କର୍ପିଟ ମାନେ ଯୋଉମାନେ ମୁଖ୍ୟ ଆସାମୀ ମତେ ଯିଏ ବାଡେଇଥିଲେ ସେମାନେ ପୁରା ଖୁଲମ ଖୁଲା ସବୁ ବାହାରେ ବୁଲିଲେ, ପୋଲିସ ଆରେଷ୍ଟ କଲେନି। ଆମେ ଯେତେ ନେହୁରା ଗୁହାରି କଲେ ବି କେହି ତାକୁ ହାତ ମାରିଲେନି କି ଆରେଷ୍ଟ କଲେନି, ଯାହା ଫଳରେ କି ସେମାନେ ଆଜି ଆପଣ ଦେଖିଥିବେ ସେଇ ପଞ୍ଚାୟତ ସମିତିରେ, ଆମରି ପଞ୍ଚାୟତ ସମିତିରେ ସେମାନଙ୍କୁ କାମ ଦିଆହଉଛି। ବିଧାୟକ ତାଙ୍କ ଲ୍ୟାଡ ହଉ ବା ବ୍ଲକ ଫଣ୍ଡସ ହଉ ସ୍ପେଶାଲ ଫଣ୍ଡସ ହଉ ସେଇମାନଙ୍କୁ କାମ ଦିଆହଉଛି। ଆପଣ ମାନେ ଏଇଥିରୁ ଅନୁମାନ କରନ୍ତୁ ଯେ କେଉଁଭଳି ଭାବେ ଏଇ ଯୋଉ ଗୁଣ୍ଡାରାଜ ବା ଏଇଭଳି ଯୋଉ ମାନେ କଣ କହନ୍ତି ନା ଅରାଜକତା ମାଡିଗଲାଣି, ଯେ ଏଇଭଳି ଭାବେ ଯୋଉ ଅସହଯୋଗ ଆମର ବ୍ଲକ ପ୍ରଶାସନ ତରଫରୁ ଏବଂ ଆପଣଙ୍କର ସରକାରଙ୍କ ତରଫରୁ। ସରକାର ସିନା କହୁଛନ୍ତି ଯେ ବିକଶିତ ଗାଁ ବିକଶିତ ଓଡିଶା, ସବକା ସାଥ ସବକା ବିକାଶ, କିନ୍ତୁ କଣ ଏଇ ବିକାଶ? ଆପଣ ତ ଗୋଟେ ସରପଞ୍ଚ ପ୍ରତିନିଧିଙ୍କୁ ଯାଇ ମାରୁଛନ୍ତି, ତାଙ୍କୁ ତାଙ୍କର କ୍ଷମତାରୁ ପୁରା ସଂକୁଚିତ କରୁଛନ୍ତି, ତାଙ୍କୁ ମାନେ ଅସହଯୋଗ କରୁଛନ୍ତି ବ୍ଲକ ସ୍ତରରେ। ତାହେଲେ ଏସବୁ କାହିଁକି? ଏଠି ଆମେ ତେଣୁକରି ଚାମେଲି ପ୍ରସଙ୍ଗକୁ ଫେରିବା ସଞ୍ଜୟ ବାବୁ, ଯେ ଆଉ ଆଜ୍ଞା ଗୋଟେ ଜିନିଷ ଚର୍ଚ୍ଚା ହେଉଛି ଯେ ଚାମେଲି ଯୋଉ ରାଜନୈତିକ ପଶାପାଲିରେ ଚାମେଲି ଗୋଟେ ମୋହରା ପାଲଟି ଯାଇଛନ୍ତି। ଚାମେଲିକୁ ଚେସ୍ ବୋର୍ଡରେ ଗୋଟେ ଗୋଟି ଭାବେ କିଛି ବଡ ନେତା ଚାଳନା କରୁଛନ୍ତି। ସେ ବଡ ନେତା ବିଜେଡିର ପୂର୍ବତନ ବିଧାୟକ ନା ବର୍ତ୍ତମାନର ବିଧାୟକ? ଗୋଟେ ଚର୍ଚ୍ଚା ହେଉଛି ସୋସିଆଲ ମିଡିଆରେ ଯେ ଗୋଟେ ସରଳ ସରପଞ୍ଚଟେ ଏମାନଙ୍କ ଗୋଟେ ଗୋଟି ପାଲଟି ଯାଇଛି ଚେସ୍ ବୋର୍ଡରେ, ଯିଏ ଯେମିତି ଚାହୁଛି ଚଲଉଛି, ଆଉ ସେଥିରେ ସେ ଫସି ଯାଇଛନ୍ତି। ଏଇଟା ସତ କି ସଞ୍ଜୟ ବାବୁ? ନାଇଁ ଏଇଟା ତ ମୁଁ ସତ ମାନେ କହିପାରିବିନି, କାରଣ ବର୍ତ୍ତମାନ ରାଜନୀତିର ଟ୍ରେଣ୍ଡ ଯାହା ଚାଲିଛି ଆପଣ ମାନେ ଜାଣିପାରୁଥିବେ, ତାର ଗୋଟେ ଅଲଗା ପ୍ରକାର ମାନେ ଇଏରେ ଚାଲିଛି। ଯେ ସେ ଫ୍ଲୋ ଟା କେମିତି ନା, ଆଗରୁ ରାଜନୀତିର କଣ ମାନେ ଜାଣିଥିବେ ଆପଣ ମାନେ 20 ବର୍ଷ ବା 10 ବର୍ଷ 20 ବର୍ଷ ପୂର୍ବରୁ ପଛେଇ ଯାଆନ୍ତୁ, ଯେ ରାଜନୀତିର ଗୋଟେ ଥିଲା ଯେ ଗୋଟେ ଲୋକ ପ୍ରତିନିଧିକୁ କେମିତି ସମ୍ମାନ ଦବା, ଲୋକ ପ୍ରତିନିଧିକୁ ତାକୁ ଗୋଟେ ଗଲେ ଚେୟାର ଖଣ୍ଡେ ଦବା କି ତାକୁ ସମ୍ମାନ ଦବା, ସେ ସବୁ ଜିନିଷ ବର୍ତ୍ତମାନ ଦେଖିବାକୁ ମିଳୁନି। ଏବଂ ଯାହା କହିଲେ କି ଏହାକୁ ନେଇକି ରାଜନୀତି ହଉଛି ବା ପୂର୍ବତନ ବିଧାୟକ ହୁଅନ୍ତୁ ବା କୌଣସି ରାଜନୈତିକ ଦଳ ହୁଅନ୍ତୁ ଆକୁ ସମର୍ଥନ କରିକି, ନା ଏଇଟା ତ ମୁଁ ମାନିବିନି। କାହିଁକି ନା ଆପଣ ଜାଣିଛନ୍ତି ଲୋକପ୍ରତିନିଧି ହିସାବରେ ଯେତେବେଳେ ପୂର୍ବତନ ବିଧାୟକ ତାଙ୍କର ସେ କର୍ତ୍ତବ୍ୟ କରିଛନ୍ତି, କାରଣ ସିଏ ଯେତେବେଳେ ତାଙ୍କ ନିର୍ବାଚନ ମଣ୍ଡଳୀର ଗୋଟେ ମହିଳା ସରପଞ୍ଚ ଆଜି ମାନେ କଣ କହନ୍ତି ତା ପ୍ରତି ଯୋଉ ଅବିଚାର ହେଇଛି ସଞ୍ଜୟ ବା ବାବୁ, ତା ପ୍ରତି ଆପଣ ଯୋଉ ପୂର୍ବତନ ବିଧାୟକକୁ ବହୁତ କ୍ଲୋଜଲି ଜାଣିଛନ୍ତି, ଆଜ୍ଞା ଅତନୁ ବାବୁଙ୍କୁ। ତ ଏଇଠି ଗୋଟିଏ ପକ୍ଷ କହୁଛନ୍ତି ଯେ ବର୍ତ୍ତମାନର ବିଧାୟକ ଏଥିରେ କିଛିଟା ତାଙ୍କର ଭୂମିକାକୁ ନେଇକି ସନ୍ଦେହ କରାଯାଉଛି। ଗୋଟିଏ ଗୋଷ୍ଠୀ କହୁଛନ୍ତି, ଯୋଉମାନେ ଯାଇକି ସେଇ ବ୍ଲକ ଅଧ୍ୟକ୍ଷା, ସେମାନେ ଏଥିରେ ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଆଡକୁ ସଂକେତ କହୁଛନ୍ତି ଯେ ସିଏ ଗୋଟେ ରାଜନୈତିକ ଅଭିସନ୍ଧି ରଖି ବର୍ତ୍ତମାନ ବିଧାୟକକୁ
डिफेम करबा पई तांकु बदनाम करबा पई एई भली जिंस करूछंती एठी गोटिए प्रश्न वर्तमान रो विधायक पूर्वतन विधायक तांकोटू अभिज्ञता रे बहुत बड़ बहुत दिन धरि कि से मंत्री रहिछंती विधायक रहिछंती नेता रहिछंती ए सब जिंस जेतेबेले चामिली बलिया गोटे सरल झियो एई जिंस रे एई चक्रव्यूह रे फसितिले पूर्वतन विधायक किंबा वर्तमान विधायक आसिलेनी पूर्वतन विधायक गोटे वरिष्ठ नेता सेमाने आसिकी काहीकि तांको मार्गदर्शन कलेनी ये सब जिंस करनी एई जिंस कोउटा ठीक कोउटा भूल काहीकि केही आसिकी तांको बंचई पारलेनी ना ना निश्चित पक्षे जेहेतु पूर्वतन विधायक गोटे दलरू बिलंगस करुचंती बीजेडी दलरू एवं चामेली जेहेतु बीजेपी दलर जने समर्थित माने कौन कह गले माने तांको दल रे बा इनडायरेक्टली से माने बीजेपी लाइन रे काम करचंती जेहेतु तांको दल रे आभ्यंतरीण कथा को सेठी अन्य जे जने जाई केही कि मु जा भाबुची राजनीतिक जा अभिज्ञतारू जे अन्य जने केही जाई कि सेठी बलपूर्वक जाई कि पसि जिबाटा हठात ठीक हबनी कारण तांकर कर्तव्य से करिसेंती आपण जेंती जानिछु जे आपण चामेली को सहित क्लोजली काम करिसंती भलो कि जानिसंती आपणक पंचायत तांको पंचायत 10-15 किलोमीटर मात्र दूरता अछि तो जो चामेली को गोटे गोष्ठी गोटे नकारात्मक भावरे चित्रण करबाकू चेष्टा करूछंती होय तो तांको अभियोग केते सत केते मिछ से कथा हमें जानिनु आईफोन को नेकी प्रश्न उठुची गोटे 10,000 टंका रो गोटे पाउना पाउछंती मासकू सेटा व्यक्तिगत खर्च पई नियंत सेभली अवस्था रे चामिली जदि सत मार्ग रे अछंती सब ठीक जिंस करूछंती ताहेले केमिति आईफोन व्यवहार करूछंती बोली दामी फोन व्यवहार करूछंती बोली गोटे सोशल मीडिया रे प्रश्न उठुची आपनक पाखरे किछि ए संपर्कित तथ्य देई परिबे कि केमिति अफोर्ड करूछंती चामिली निश्चित शुणु आपन जोटा कहले चामिली जोटा व्यवहार करछि तार आईफोन व्यवहार करछि आज देखिबे आज डिजिटल दुनिया रे बा आज ए दुनिया रे वर्तमान साधारणतः कथा आईफोन किछि गोटा नुआ कथा नुहे कहीं ना 6-7 हजार टंका देले ईएमआई जुगरे किछि भी संभव होई पारुछि कारण आईफोन टा नुह गाड़ी भी बड़ बड़ दामी गाड़ी एवं दामी फोन भी किणी परिबो कहीं ना जने 7,000 टंका दे 5-6 हजार टंका देदेले डाउन पेमेंट गोटे मोबाइल पळे आसिला एवं 20 मासे कि 25 मासरे ताकू से माने वर्षे कि 2 वर्ष रे सुझिबे 1,000 टंका हो कि 1,500 टंका हो कि सुझिबे एटा तो गोटा नुआ कथा किछि नुह एवं समग्र समस्तंकर गोटे शौक थाए जे मु गोटे भलो फोन टा धरिबी मु गोटे भलो ड्रेस टा पिंदिबी कि मु गोटे भलो गाड़ी टा चढ़ीबी कि मु गोटे भलो भलो घरटा करिबी ताकू नै कि ए सब जिंस को जो गोटा कहउचंती एटा गोटे माने कोन कहले गोटे हीन मानसिकता तांकर फाइनेंशियल कंडीशन भी ठीक माने नाही एवं सी भी एते फाइनेंशियल एते भी साउंड नुह द्वितीय कथा आपण जानिथिबे आ किछि दिन पूर्व गोटे गणमाध्यम रे से गोटे इंटरव्यू देइथिले एवं से इंटरव्यू रे तांको क्वेश्चन कराइतला जे आपण कहउथले जे पाठ पढिया पे आपण पर पैसा नतला एते केते दूर सत किंतु से क्वेश्चन रो उत्तर रे कहितले आज्ञा आपण जोटा कहउछन संपूर्ण सत मु एडमिशन करिया पे बा कॉलेज रे हो कि बा कोड पाठ पढिया पे ततले मो बापा पर पैसा नतला जाकि मु उच्च शिक्षित हवा पे मते पैसा सेति जोगै पर नतले जा फल कि मु पाठ पढिया पे बहुत असुविधा होतला तांकर सेही भलिया कंडीशन एते खराब हेइथिबा सत्ते भी जदि से जने सरपंच हैला परे जदि किछि मन रुचि बा तांकर किछि गोटे माने निजर आशा को जे मु गोटे ओके आईफोन आ धरि गोटे कि कोन प्रश्न करू सेटा संजय करतेन बाबू जे सोशल मीडिया रे प्रश्न गुडा आस्तला जे सेटा तांकर सोशल मीडिया पेज रे से टिके स्टाइलिश से निजे परिधान ऊपर टिके ध्यान दियंती मेंटेन करंती से जहा संभव एटा करंती तेणु तांको कहा जाउची से रियल सरपंच नुह रील पर्यंत तांको जो देखावाटा सीमित आउ तांको कहा जाउची जे से एमिति वीडियो करी कि जो विभिन्न ऑफिस को जाई कि गोटे ब्लैकमेल करंती कि सेमान को ट्रैप रे पकेबा को चेष्टा करंती निज काम हासिल पाई बोली कहा जाउची एटा केते दूर सत होई थाई पारे ना मु देखिछि विभिन्न समय रे से बहुत वीडियो रील्स एवं विभिन्न प्रकार जागा को जाई कि वीडियो करिबा एवं जा जा सबु निकट रे मु देखिछि एबे गोटे कोडी जाइतला रास्ता कोडे जो माकड़ मानु को किछि फळमूल बा किछि खाद्य से दउतला सेटा बहुत इजीली माने कोन कहल देखिला बेलकू सुंदर लागुतला जे नाही गोटे कोन करूची ए करची हम खुशी लागे हम भणी भितर गोटे के कोन करूची सरपंच भणी भितर जे ठीक अछि किंतु एई जो रील्स करिबा बा ताकू रील्स वाली बा से जो सोशल मीडिया रे जो माने स्टाइल मारिबा ये करिबा एटा तो सी जने नारी
ଏବଂ ତାର ହୁଁ ଅବଭିୟସଲି ମାନେ ସ୍ୱାଭାବିକ କଥା ଏଟା ସେ ସଜେଇ ହେବା ଏବଂ ଏସବୁ ନେଇକି ତାକୁ ନେଇକି ଆ ସହିତ ଯୋଡିବା ଏଇଟା ମୁଁ ଭାବିବି କାହିଁକି ଏଟା ଠିକ କଥା ନୁହେଁ। ନିଶ୍ଚିତ ଭାବେ। ଆଉ ଗୋଟେ ପ୍ରଶ୍ନ, ଶେଷ ପ୍ରଶ୍ନ ମୋର ରହିବ ଯେ ଆପଣ ୟା ଭିତରେ ଚାମିଲି ସହିତ କଥା ହେଇଛନ୍ତି କି ଯୋଉ ସେ ହସ୍ପିଟାଲାଇଜ ଆଉ ଆରେଷ୍ଟ ହେବା ପରେ ହସ୍ପିଟାଲରେ ରହିବା ଭିତରେ ଆଉ ଯୋଉ ଭିଡିଓଟା ଭାଇରାଲ ହଉଛି ଯେ ତାଙ୍କ ଦେହରେ କ୍ଷତ ଚିହ୍ନ ଗୁଡା ହେଇଛି ତାକୁ ନେଇକି ସେ କଣ କହୁଛନ୍ତି? ସତରେ ସେଇ ପୁଲିସ ଗାଡି ଭିତରେ କିଛି ମାଡ ମରା ଯାଇଛି କି ତାଙ୍କୁ? ନାଇଁ ଯେ ମୁଁ ଶୁଣନ୍ତୁ ମୁଁ ପ୍ରଥମେ ଯେତେବେଳେ ମୁଁ ଜାଣିନଥିଲି ସେ ତାକୁ ଏସବୁ ଘଟଣା ଘଟି ଯାଇଛି ବୋଲି ତାଙ୍କ ବ୍ଲକରେ ମୁଁ ଗାଡିରେ ଫେରୁଥାଏ ଏବଂ ମତେ ବାରମ୍ବାର ଆମର ଯିଏ ବ୍ଲକ ସଭାପତି ଅଛନ୍ତି ରାଜନଗର ବ୍ଲକର ଯିଏ ସଭାପତି ହୁଁ ଅଛନ୍ତି ସେ ମତେ ଫୋନ କଲେ ଏବଂ ବାରମ୍ବାର କଲ୍ ଆସୁ ମୁଁ ରିସିଭ କଲି ଏବଂ କଥା ହେଲି ମତେ କହିଲେ କି ସଞ୍ଜୟ କିଛି ଖବର ଅଛି ତମ ପାଖରେ? ମୁଁ କହିଲି କଣ ହେଇଛି ନା ଚାମିଲିର ଖବର। ମୁଁ କହିଲି କଣ ହେଇଛି? ମୁଁ ଜାଣିଛି ଗୋଟେ କଣ ବର୍ତ୍ତମାନ ବେଶୀ ଆଗ୍ରେସିଭ ଥିଲା ଏବଂ ଭିଡିଓ ଫିଡିଓ କରୁଥିଲା କୋଉଠି କଣ ହେଇଗଲା କି ଘଟଣା ଘଟିଗଲା କି ମତେ ଟିକେ ଡର ଥିଲା ହୁଁ କିନ୍ତୁ ମୁଁ ଜାଣିନଥିଲି ଯେ କଣ ହେଇଥିବ ବୋଲି। ସେ କହିଲା କି ନାଇଁ ତାଙ୍କ ବ୍ଲକରେ ଏଇଭଳିଆ କଥା ବର୍ତ୍ତମାନ ତାକୁ ପୋଲିସ ହୁଁ ଆରେଷ୍ଟ କରିଛି। ମୁଁ ଯେତେବେଳେ ଖବର ପାଇଲି ନା ତମେ ଭିଡିଓ ଦେଖ ଇଏ କର ମୁଁ କହିଲି ମୁଁ ଏ ବିଷୟରେ ଜାଣିନି ଗୋଟେ ଭିଡିଓ ମାନେ କେମିତି ନା ତା ଆଇଡିରେ ସିଏ ସୋସିଆଲ ମିଡିଆରେ ସେ ଭିଡିଓ କରିଛି ଏବଂ ଲାଇଭ ଭିଡିଓ କରିଛି ତାକୁ ଦେଖ। ମୁଁ ତାପରେ ଦେଖିଲି ଦେଖିଲା ପରେ କହିଲା ତୁରନ୍ତ ତାକୁ ବର୍ତ୍ତମାନ ସେ ହସ୍ପିଟାଲ ତାପରେ ମୁଁ ଯେତେବେଳେ ଭିଡିଓ ଦେଖି ସାରିଲା ପରେ ସମ୍ପୂର୍ଣ୍ଣ ଭାବରେ ଦେଖିଲା ପରେ ମୁଁ ନିଷ୍ପତ୍ତି କଲି ଯେ କଣ କରିବା। ତାପରେ ମୁଁ ସମସ୍ତ ଆମର ବ୍ଲକ ସଭାପତି ମାନଙ୍କୁ ସମସ୍ତଙ୍କୁ କଣ୍ଟାକ୍ଟ କଲି। ମୁଁ କହିଲି ଭାଇ ଏମିତି ଏମିତିଆ କଥା ହେଇଛି ଯଦି ଏଥିରୁ କିଛି ସ୍ପଷ୍ଟତ ଜଣା ପଡୁଛି ତାର କିଛି ଭୁଲ ନାହିଁ ଯାହା ଫଳରେ ତାକୁ କାହିଁକି ପୋଲିସ ଉଠେଇ ନେଲା ଏବଂ ହୁଁ ହୁଁ ଏ ବାବଦରେ ଏଇଟା ଠିକ ତ କଥା ନୁହେଁ। ଏଇ କଥା ଭାବିକି ଏବଂ ସେ ବର୍ତ୍ତମାନ କୋଉଠି ଅଛି ବୋଲି ମୁଁ ଯେତେବେଳେ ତଦାରଖ କଲି ସେତେବେଳକୁ ତାଙ୍କର ଟିକରପଙ୍ଗା ସରପଞ୍ଚ ଏବଂ ସେଠି ଯେତେବେଳେ ଭିଡିଓରେ ଦେଖିଲି ମୁଁ ତାଙ୍କୁ ଏବଂ ଟିକରପଙ୍ଗା ସରପଞ୍ଚଙ୍କୁ ମୁଁ ଫୋନ କଲି ଭାଇ କୋଉଠି ଅଛ ବୋଲି ନା ଏଇଆ କଥା ବର୍ତ୍ତମାନ ଚାମେଲିକୁ ସେମାନେ ନେଇକି ଗଲେଣି କେନ୍ଦ୍ରାପଡା ଡିଏଚଏଚ କୁ ଆଉ କଣ କରିବା। ମୁଁ କହିଲି ଠିକ ଅଛି ଆପଣ ଚାଲନ୍ତୁ ମୁଁ ଆସୁଛି। ଏତିକି କହିଲା ପରେ ମୁଁ ଦେଖିଲି କହିଲେ ପ୍ରଥମେ ତାଙ୍କୁ ସେମାନେ ଉଠେଇ ନେଇଗଲେ ଉଠେଇ ନେଇଗଲା ପରେ ଜୋର ଜବରଦସ୍ତି ନେଲା ବେଳେ ଏବଂ ଚାମେଲ ଯେତେବେଳେ ମୁଁ ଯାଇକି ହସ୍ପିଟାଲରେ ପହଞ୍ଚିଲି କେନ୍ଦ୍ରାପଡାରେ ମୁଁ ତାକୁ ପଚାରିଲି ହୁଁ ପର୍ସନାଲି ଆକ୍ଚୁଆଲି ଘଟଣାଟା କଣ ହେଇଥିଲା ସେ ତ କହିଲା। ତାପରେ ମୁଁ ଯୋଉ କହିଲି କହିଲା ଭାଇ ମତେ ବହୁତ ମାରିଛନ୍ତି ହେଲା ତାକୁ ଯେତେବେଳେ ମୁଁ ଉଠେଇକି ନଉଥିଲି ମୁଁ ନିଜେ ବି ସେ ସବୁ ଉଠେଇ ପାରୁନଥିଲା ତା ଗୋଡଟା ମୁଁ ନିଜେ ଗୋଡ ଉଠେଇକି ତା ବେଡ୍ ଉପରେ ବି ରଖିଲି। ମୁଁ କହିଲି ଶୁଅ ଆରାମସେ କିଛି ଅସୁବିଧା ହବନି ହୁଁ ଦେଖିବା କଣ ହେଇଛି କଣ ନାହିଁ ଦେଖିବା ଏକଥା କହିଲା ସିଏ କିନ୍ତୁ ମତେ କହୁଥାଏ ଭାଇ ମତେ ବହୁତ ମାରିଛନ୍ତି। ମୁଁ କହିଲି କୋଉଠି ମାରିଲେ? ଆମେ ତ ଭିଡିଓରେ କୋଉଠି ଦେଖିପାରିଲୁନୁ ସେଠି ଯୋଉ ସେ ଜାଗାରେ ମାରିବା ନା ଭାଇ ସେ ଜାଗାରେ ମତେ ମାରିନାହାନ୍ତି କିନ୍ତୁ ମତେ ସେଠି ବ୍ୟବହାର ଖରାପ କରିବା ସହିତ ସବୁ କଲେ କିନ୍ତୁ ମତେ ଗାଡିରେ ଆଣିଲା ବେଳେ ମତେ ଥାନା ଷ୍ଟାଫ ମତେ ଗାଡିରେ ମାରିଛନ୍ତି। ଧକ୍କା କହୁଣୀ ମୁଖି ଏବଂ ବିଧା ଇଏ ଫିଏ ମତେ ମାରିଛନ୍ତି ଭୟାନକ। ଯେତେବେଳେ କହିଲେ ହୁଁ ମୁଁ କହିଲି ଏଇଟା କଣ ଠିକ କଥା କିନ୍ତୁ ତାକୁ ମାରିଛନ୍ତି ବୋଲି କହିଲା କିନ୍ତୁ କହିଲା ପରେ ଆମେ ହୁଁ ସେ ଜିନିଷ ସତ ଭାବିଲୁ ଏବଂ ମେଡିକାଲରେ ଯେତେବେଳେ ସେ ଗୁରୁତର ହେଲା ଗୁରୁତର ଅବସ୍ଥାରେ ସେ ମେଡିକାଲରେ ରହିଲା ଏବଂ ଟିକେ ଭଲ ହୁଁ ହେଲା ଟିକେ ଯେତେବେଳେ ଭଲ କଣ୍ଡିସନକୁ ହେଲା ବୋଲି ଆମେ ଭାବିଲୁ କି ନାଇଁ ସିଏ ତାକୁ ଯେତେବେଳେ ମୁଁ ପଚାରିଲି ସିଏ କହିଲା କି ନାଇଁ ଭାଇ ମୋ ଦେହ ଭଲ ନାହିଁ ମତେ ଆଉ ମୁଁ ଭାବୁଛି କଟକ ରେଫର କରିଦେଲେ ଭଲ ହବ କିନ୍ତୁ କଟକ ତାକୁ ହୁଁ ରେଫର ହୁଁ କଲେନି। ପୋଲିସ ଯେହେତୁ ତାକୁ ଆରେଷ୍ଟ କରି ନେଇଛି ଏବଂ ତାଙ୍କ ଭାଇଙ୍କୁ ତାକୁ ବିନା କାରଣରେ ଉଠେଇ ନେଇଗଲା ଏଇଟା ତ ନିଶ୍ଚିତ ଭାବେ ମୁଁ ତ ନିନ୍ଦା କରିବି ଆଜ ଏ ସରପଞ୍ଚ ଏବଂ ଲୋକ ପ୍ରତିନିଧି ହିସାବରେ ଗୋଟେ ଲୋକ ପ୍ରତିନିଧିକୁ ଯଦି ସିଏ କଣ କରିଛି ବା ଭୁଲ କରିଛି ବି ଯେ ଠିକ କରିଛି ତାକୁ ବିଚାର କରିକି ତାପରେ ତାକୁ କହିଥାନ୍ତା ଯେ ଆପଣ ଥାନାକୁ ଆସନ୍ତୁ ଆପଣଙ୍କ ସହିତ କଥା ଅଛି ହୁଁ ଥାନାକୁ ହୁଁ ଆସନ୍ତୁ। ସିଏ ଯଦି ନ ଯାଇଥାନ୍ତା ତାପରେ ତାକୁ ବଳପୂର୍ବକ ତାକୁ ତା ଘରୁ ଉଠେଇ ଦେଇଥାନ୍ତେ। ମହିଳା ସରପଞ୍ଚଙ୍କ ପ୍ରତି ଅବିଚାର ହେଉଛି ଆଉ ତାକୁ ନେଇକି ଏଇ ସ୍ଥିତି ପର୍ଯ୍ୟନ୍ତ ଯାଉଛି ତାଙ୍କୁ ମାଡ ମରା ଯିବାର ଅଭିଯୋଗ ହେଉଛି। ନିହାତି ଭାବେ ସଞ୍ଜୟ ବାବୁ ଗୁଡାଏ ପ୍ରଶ୍ନ ଯୋଉଟା ସୋସିଆଲ ମିଡିଆରେ ଚାମିଲିଙ୍କ ବିରୋଧରେ ଥିଲା ତାର ବି କିଛିଟା ଉତ୍ତର ଶୁଣିବାକୁ ମିଳିଲା। ଚାମିଲିଙ୍କ କାର୍ଯ୍ୟଶୈଳୀକୁ ନେଇକି ଜାଣିଲେ ଆପଣ ଉଭୟ ବିଭିନ୍ନ ପାର୍ଟି ଲାଇନ ଅନୁସାରେ ଆଉ ଗୋଟେ କିଛି ଟିକେ ଅଲଗା ଅଲଗା ରହିଗଲା ଆଉ ହେଇଥାଇପାରେ କିଛି ଟିକେ ରହିଲା ମୁଁ ଇଣ୍ଟରଫିୟର କରିବାକୁ ଟିକେ ଚାହିଁବି ଆଉ ଟିକେ କିଛି ରହିଗଲା ଆଜ୍ଞା ଦେଖନ୍ତୁ ଯେତେବେଳେ ସେ ଲୋକ ପ୍ରତିନିଧି ଯେତେବେଳେ ତା ପ୍ରତି ଏଇଭଳି ଭାବେ ଅମାନୁଷିକ ବା ଏଇଭଳି ଭାବେ ଅସଦାଚରଣ ଏବଂ ତାକୁ ମାଡ ମାରିବା ସହିତ ଆରମ୍ଭ କରି ପୋଲିସ ପ୍ରଶାସନ ହଉ ବ୍ଲକ ପ୍ରଶାସନ ହଉ ବା ବାହାରର ଯୋଉମାନେ ପୋଲିଓରେ ନାହାନ୍ତି ବା ଯୋଉମାନେ ଦଳୀୟ କର୍ମୀ ହିସାବରେ ଯୋଉମାନେ ସମର୍ଥକ ହିସାବରେ ଦଳର ସେମାନଙ୍କୁ ଅତ୍ୟାଚାର କରିଛନ୍ତି ଯୋଉ ଭିଡିଓରେ ଆମେ ସ୍ପଷ୍ଟ ଭାବରେ ଦେଖିପାରୁଛୁ ଏବଂ ଚାମେଲିଙ୍କ ବାପା ଯେତେବେଳେ ଏହାକୁ ନେଇକି ଯେତେବେଳେ ଏଫଆଇଆର କଲେ ପୋଲିସ ଷ୍ଟେସନରେ ଏବଂ ତାଙ୍କ ବିରୁଦ୍ଧରେ ମାତ୍ର 5ଟି ଦଫା ଲାଗିଛି ଯୋଉ ଦଫାରେ କୋହଳ ଦଫା ଲାଗିଛି ଚାମେଲି ଯାହାଙ୍କ ବିରୁଦ୍ଧରେ ତାଙ୍କ ବାପା ଯୋଉ ଯାହାଙ୍କ ବିରୁଦ୍ଧରେ ମାନେ ଅଭିଯୋଗ କରିଛନ୍ତି ଏବଂ ଚାମେଲିଙ୍କ ବାବଦରେ ଯୋଉ ଅଭିଯୋଗ ଆସିଛି ସବୁ
ଚାମେଲି ଆପଣ ଜାଣିଥିବେ ଚାମେଲି ବାବଦରେ ଯୋଉ ଅଭିଯୋଗ ଆସିଛି ବା ମୋକଦ୍ଦମା ରୁଜୁ ହେଇଛି 11ଟି ମୋକଦ୍ଦମା ମୁଁ ଆଜି ଦେଖୁଥିଲି 11ଟି ମୋକଦ୍ଦମା ରୁଜୁ ହେଇଛି ନିଶ୍ଚିତ ଭାବେ ସେଥିରେ ପୁଣି ସଞ୍ଜୟ ବାବୁ ଆମେ ସେ ଆଟେମ୍ପ ଟୁ ବିଷୟରେ ମର୍ଡର। ଅଲରେଡି ଆଲୋଚନା କରି ସାରିଛେ। ତ ଏଠି କେବଳ ମୁଁ ୟାକୁ ୱାଇଣ୍ଡ ଅପ୍ କରିବାକୁ ଚାହିଁବି, ସମୟ କମ ଅଛି, ଯେ ଆପଣ ଚାମେଲିଙ୍କ ପ୍ରତି ଅବିଚାର ହେଇଛି କି, ଚାମେଲି କୁ ଗୋଟେ ଚକ୍ରାନ୍ତର ଶିକାର ହେଇଛନ୍ତି କି, କାହିଁକି ଚାମେଲି ବିରୁଦ୍ଧରେ ଯୋଉ ଅଭିଯୋଗ ଆସିଲା ତା ଆଧାରେ ଚାମେଲିଙ୍କୁ ଆରେଷ୍ଟ କରାଗଲା, ସଙ୍ଗୀନ ଦଫା ଲଗାଗଲା, ଆଉ ଚାମେଲି ଜଣେ ମହିଳା ହେଇକି ଯୋଉ ଅଶାଳୀନ ଦୁର୍ବ୍ୟବହାର ଅସଦାଚରଣ କଥା ମାରପିଟ କଥା ଆସିଲେ ଏପର୍ଯ୍ୟନ୍ତ ଯୋଉମାନେ पुलिस ଭ୍ୟାନ ରେ ଥିଲେ ଯୋଉମାନଙ୍କ କଥା ସେ ପ୍ରକାଶ୍ୟରେ କହୁଛନ୍ତି, ଭିଡିଓ ରେକର୍ଡ ଅଛି ତାର, ସେ ନେଇକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏପରିକି ସେଇ ସମ୍ପୃକ୍ତ ବ୍ୟକ୍ତି ମାନେ ଭିଡିଓ କଥା କୁହନ୍ତୁ, पुलिस अधिकारी କଥା କୁହନ୍ତୁ, एसआई କଥା କୁହନ୍ତୁ, ସେମାନେ ଏବେ ନିଜ ନିଜ ଦାୟିତ୍ୱରେ ସେଇ ଦାୟିତ୍ୱ ଏବେ ବି ବଜାୟ ରଖିଛନ୍ତି। ଏଭଳି ସ୍ଥିତିରେ ଚାମେଲି ଯୋଉ ଅଭିଯୋଗ କରିଛନ୍ତି ସେଇ ଅଭିଯୋଗକୁ ନେଇକି କେମିତି ତଦନ୍ତ ହବ, କେମିତି ଆକ୍ସନ ନିଆଯିବ ତାକୁ ନେଇକି ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ। ଚାମେଲି খুব শীঘ্র বেল পিটিশন চামেলিଙ୍କ কোর্টକୁ ଯିବ, খুব শীঘ্ର ଆଶା କରୁଛୁ ଚାମେଲି ଜାମିନ ପାଇବେ। ଆଉ ଚାମେଲି ଯେତେବେଳେ ସମସ୍ତଙ୍କ ସାମ୍ନାକୁ ଆସିବେ ଆଶା କରାଯାଉଛି ଯେ ଆହୁରି କିଛି ସତ ପଦାକୁ ଆସିବ। ଆମ ସହିତ ଆଲୋଚନା କରିଥିବାରୁ ସଞ୍ଜୟ କୁମାର ସେଠୀ, ସମ୍ପାଦକ କେନ୍ଦ୍ରାପଡ଼ା ଜିଲ୍ଲା ସରପଞ୍ଚ ସଂଘକୁ ଧନ୍ୟବାଦ। ଏଇଠି ରଖୁଛୁ କାର୍ଯ୍ୟକ୍ରମ।